ଗୌରବ କରିବା। 21 ଠାରୁ 26 ପଦ ପର୍ଯ୍ୟନ୍ତ। ଆଉ ସେମାନଙ୍କ ଦେଶ ଅଧିକାରାର୍ଥେ ଦେଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ନିଜ ଦାସ ଇସ୍ରାଏଲର ଅଧିକାର ନିମନ୍ତେ ଦେଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ଆମ୍ଭମାନଙ୍କ ଦୀନବସ୍ଥା ସମୟରେ ଆମ୍ଭମାନଙ୍କୁ ସ୍ମରଣ କଲେ ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପୁଣି ଆମ୍ଭମାନଙ୍କ ବିପକ୍ଷ ଗଣଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ସବୁ ପ୍ରାଣୀକି ଆହାର ଦିଅନ୍ତି ସେ, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ କର, କାରଣ ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ। ପ୍ରଭୁ ଏହି ପଠିତ ବାକ୍ୟରେ ପୁଣି ଶ୍ରବଣରେ ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏହି ପବିତ୍ର ବାକ୍ୟ ଅଧ୍ୟୟନ ଦ୍ୱାରା ପରମେଶ୍ୱର ଗୌରବ ପାଆନ୍ତୁ। ବର୍ତ୍ତମାନ ଆମେ ପ୍ରାର୍ଥନା କରିବା। ଆଜିର ଉପାସନାକୁ ଆମେ ପରମେଶ୍ୱରଙ୍କ ହସ୍ତରେ ସମର୍ପିତ କରିବା। ପ୍ରଭୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ ଏବଂ ପ୍ରଭୁ ଗୌରବ ପାଆନ୍ତୁ। ଏ ସମୟ ମଧ୍ୟରେ ମୁଁ ଅନୁରୋଧ କରିବି, ଆମମାନଙ୍କ ଗଣରେ ଅଛନ୍ତି, କଟକରୁ ଜଡ଼ିତ ଅଛନ୍ତି ଆମମାନଙ୍କ ପ୍ରିୟ ଦିଦି ମିସେସ୍ ସୁଚିତା ସାଗରଙ୍କୁ ଆରମ୍ଭ ପ୍ରାର୍ଥନାରେ ଆମମାନଙ୍କୁ ପଢ଼ାଇବି। ଦିଦି ନମସ୍କାର। ନମସ୍କାର ନମସ୍କାର। ଆରମ୍ଭ ପ୍ରାର୍ଥନାରେ ପ୍ରଭୁ କହିବି। ଓମେନ୍ ଫେଲୋସିପରେ ବସିଥିବା ଯେତେକ ତାଙ୍କର ଦାସୀ ମାନଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଣ୍ଣାଧିପତି ସଦା ପ୍ରଭୁ ତୁମର ସେ ମହାନାମର ଧନ୍ୟବାଦ କରୁଛୁ। ରାଜା ମାନଙ୍କ ରାଜା, ପ୍ରଭୁ ମାନଙ୍କ ପ୍ରଭୁ, ଆମଙ୍କର ବିରଗଣରେ ସଦା ପ୍ରଭୁ ପରମେଶ୍ୱର ପ୍ରଶଂସା ନିବାସୀ ସଦା ପ୍ରଭୁ ବୋଲି ତୁମକୁ ଧନ୍ୟବାଦ କରୁଛୁ, ତୁମର ଗୌରବ କରୁଛୁ, ତୁମର ପ୍ରଶଂସା କରୁଛୁ ରାଜା। ହାଲେଲୁୟା 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 ହାଲେଲୁୟା। ପ୍ରଭୁ ଗୋ ଆଜି ଦିନ ଆମଙ୍କ ସହିତ ପରମେଶ୍ୱର ହେଲ ପ୍ରଭୁ। ଶରୀର ପ୍ରତି କେତେ ମନୋଯୋଗୀ ହେଇ ଖାଦ୍ୟ ବସ୍ତ୍ର ଦେଲ, ବାହାରେ ଯିବା ଭିତରେ ଆସିବା ଏଇ ସମୟ ପର୍ଯ୍ୟନ୍ତ ଆମମାନଙ୍କୁ ଆଶୀର୍ବାଦ କଲ। ହଁ ପ୍ରଭୁ ଆମଙ୍କ ସହିତ ପରମେଶ୍ୱର ହେଲ ପ୍ରଭୁ ଗୋ। ବର୍ତ୍ତମାନ ଏଇ ସୁନ୍ଦର ସମୟ ସୁଯୋଗରେ ଆଜି ପ୍ରଭୁ ଆମେ ଅନଲାଇନ ଦ୍ଵାରା ଓମେନ୍ ଫେଲୋସିପରେ ଯେତେକ ଉପସ୍ଥିତ ହେଇଛୁ, ଅଳ୍ପକେ ହେଲେ ମଧ୍ୟ ପ୍ରଭୁ ତୁମର ଇଚ୍ଛା ତୁମେ ବାଛିଲ, ମନୋନୀତ କଲ ତୁମ ଚରଣ ତଳେ ବସି ପ୍ରଭୁ ତୁମ ମୁଖ ଦର୍ଶନ କରିବା ପାଇଁ। ପ୍ରଭୁ ଗୋ ଏତେ ସମୟରେ ପ୍ରଭୁ, ଏଇ ସମୟରେ ପ୍ରଭୁ ଆମେ ନିଜ ନିଜକୁ ତୁମ ଠାରେ ରଖୁଛେ ପ୍ରଭୁ। ଏ ସମୟକୁ ତୁମ ଚରଣ ତଳକୁ ଦଉଛି। ତୁମେ ଅଧିକାର କର ଯୀଶୁ ନାମରେ, ଆମମାନଙ୍କୁ ଅଧିକାର କର ପ୍ରଭୁ। ଆମଙ୍କର ମୁଖକୁ ଶୁଚି ପବିତ୍ର କର ପ୍ରଭୁ। ଆଜି ଉଚ୍ଚାରଣ କରିବା ପାଇଁ, ତୁମ ନାମକୁ ଡାକିବା ପାଇଁ ପ୍ରଭୁ ଯୋଗ୍ୟ ନାହୁଁ, ତଥାପି ତୁମେ ମନୋନୀତ କରିଛ ତୁମ ଚରଣ ତଳକୁ ଆସି ତୁମ ନାମରେ ପ୍ରାର୍ଥନା କରିବା ପାଇଁ, ନିଜ ନିଜକୁ ସମର୍ପିତ କରିବା ପାଇଁ ପ୍ରଭୁ। ତେଣୁ ତୁମର ଆଶୀର୍ବାଦ, ତୁମର ଅନୁଗ୍ରହ ହେତୁ ଧନ୍ୟବାଦ 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 ଧନ୍ୟବାଦ। ହେ ମୋର ପରମେଶ୍ୱର, ହେ ମୋର ରାଜା ପ୍ରଭୁ, ଯେତେବେଳେ ପ୍ରାର୍ଥନା କରୁଛି ଆଜି ଯେତେକ ଆମେ ଉପସ୍ଥିତ ହେଇଛୁ ପ୍ରତ୍ୟେକଙ୍କର ଡିଭାଇସକୁ ତୁମେ ଛୁଇଁ ଦିଅ, ସୁସ୍ଥିରତା ଦିଅ, ବିଶୃଙ୍ଖଳା ପାଖକୁ ଦିଅ ନାହିଁ ପରମେଶ୍ୱର। ତୁମେ ଆଶୀର୍ବାଦ କର, ଦୟା କର, ଦୟା କର। ତୁମର ଉପସ୍ଥିତି, ହଁ ପ୍ରଭୁ ତୁମର ଉପସ୍ଥିତି କେବଳ ଆମେ ଚାହୁଁ ରାଜା। ଏତେବେଳେ ବିଶେଷ କରି ତୁମେ ଏ ସ୍ଥାନରେ ଉପସ୍ଥିତି ରୁହ, ବିଦ୍ୟମାନ ହୁଅ ପରମେଶ୍ୱର। ଆଜିର ଉପାସନାକୁ ତୁମେ ତୋଳି ଧର, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ବିଷୟରେ ପ୍ରଭୁ ତୁମେ ଆଶୀର୍ବାଦ କର, ତୁମେ ରୁହ। ସମସ୍ତ କାର୍ଯ୍ୟ, ସମସ୍ତ ବିଷୟ ଉତ୍ତମ ହେବାରେ ସାହାଯ୍ୟ କର, ଦୟା କର। ଏଭଳି ପରିଚାଳନା କରୁଥିବା ଭଉଣୀକୁ ତୁମ ହସ୍ତରେ ରଖୁଛି, ତାଙ୍କୁ ମଧ୍ୟ ଆଶୀର୍ବାଦ କର। ଶେଷ ପର୍ଯ୍ୟନ୍ତ ତାଙ୍କ ସହିତ ତୁମେ ରୁହ, ସୁନ୍ଦର ଭାବରେ ସୁପରିଚାଳନା କରିବା ପାଇଁ ତାଙ୍କୁ ତୁମେ ଜ୍ଞାନ ବୁଦ୍ଧି ଦେଇଛ। ଧନ୍ୟବାଦ ପ୍ରଭୁ। ପ୍ରତ୍ୟେକ ବିଷୟରେ ସେ ଭାରଗ୍ରସ୍ତ ଭାବରେ ତୁଲାଇଥାନ୍ତି, ଏଣୁ ତୁମର ସେ ନାମକୁ ଧନ୍ୟବାଦ କରୁଛି। ଆଶୀର୍ବାଦ କର ପ୍ରଭୁ। ଆରମ୍ଭ କରୁ କରୁ ପ୍ରଭୁ ଗୀତ ତୁମର ସେ ଭକ୍ତ ଦାସ ଦାଉଦଙ୍କର ଗୀତ ଆମେ ପାଠ କଲୁ, ସେଥିରେ ମଧ୍ୟ ତୁମେ ଗୌରବ ପାଅ, ମହିମା ପାଅ ପରମେଶ୍ୱର। ଆଜି ପ୍ରଭୁ ଗୀତ ଆରାଧନାରେ, ବାକ୍ୟ ପଠନରେ ଯୋଉ ସନ୍ତାନ ଦାସୀ ମାନଙ୍କୁ ତୁମେ ମନୋନୀତ କରିଛ, ଆଜି ସେମାନଙ୍କ ଦ୍ଵାରା ତୁମେ ଗୌରବ ପାଅ ପରମେଶ୍ୱର। ତୁମ ନାମକୁ ଜାଣ କରୁ କରୁ, ତୁମର ଆରାଧନା କରୁ କରୁ ତୁମ ନିକଟବର୍ତ୍ତୀ ହଉ ହଉ ପ୍ରଭୁ। ଆଶୀର୍ବାଦ ପାଇବା ତୁମେ ସାହାଯ୍ୟ କର, ଦୟା କର। ଅନେକ କାର୍ଯ୍ୟକ୍ରମ ରହିଛି, ମୁଖସ୍ତପଦ ରହିଛି, ସାକ୍ଷ୍ୟ ବିଷୟ ରହିଛି ପ୍ରଭୁ। ହଁ ପ୍ରଭୁ, ଯେଉଁମାନଙ୍କ ଜୀବନରେ ତୁମେ ଉତ୍ତମ କାର୍ଯ୍ୟ କରିଛ, ସୁସ୍ଥତା ଦେଇଛ, ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ହେଇଛି, ସେମାନେ ତୁମ ନାମ ସକାଶୁ ସମସ୍ତଙ୍କ ସମ୍ମୁଖରେ ତୁମ ଧର୍ମମଣ୍ଡଳ
मंडली सम्मुखें प्रभु जे प्रभु से माने साक्ष्य देबे या तुम नामर गौरवर कारण हेबो तुमे साहाय्य कर दया कर बाइबल क्विज को तुम चरण तल को आणुची जो भौणी द्वारा ता करा जाउची प्रत्येक दिन एपरी समय सुजोग तुमे देइछ तांको मद भारग्रस्त विषय सब देइछ ज्ञान देइछ धन्यवाद दउची प्रभु तुमे आशीर्वाद कर दूर दूर थिले मध्य से समस्त कार्य से तुलाई थांती तुमर गौरव हेतु तुमर महिमा हेतु तांको ज्ञान बुद्धि देइछ धन्यवाद करूची प्रभु विशेष करी आउ जो भौणी माने प्रभु मध्यस्थी प्रार्थना करिवे जो विषय सब तुम चरण तले मका जीव तुम्हें शुणी ग्रहण कर उत्तर देवा दाता तुम्हें उत्तर प्रदान कर प्रभु आज विशेष विषय प्रभु वाक्य को तुम चरण तल को आणुची जो दासी को तुम्हें प्रभु बाछीच से दासी को मत तुम निकटवर्ती कराउछि प्रभु तुमर इच्छा से जो वाक्य प्रस्तुत से आसीथिबे से वाक्य आम आगे रखु रखु हाँ प्रभु तुम ठारे से भरोसा युक्त पारुथिबे तुम्हें साहाय्य कर दया कर पवित्र युक्त वाक्य शक्ति युक्त वाक्य हाँ प्रभु से वाक्य जीवन अच्छी ताजे आमे प्रभु ग्रहण करिया शुणिबा तुम्हें साहाय्य कर प्रभु गो से वाक्य जे प्रभु आमे शुणी बाहर न कर दो कार्यकारी करि पारिबु फलपूर्ण प्रभु वृक्ष सज हे पारि तुम्हें साहाय्य कर दया कर प्रत्येक को आशीर्वाद कर श्रोता वक्ता वाक्यर अर्थ मर्म बुझीबारे ज्ञान बुद्धि तुम्हें प्रदान कर आत्मिक चक्षु खोल बोली तुम ठार प्रार्थना निवेदन करुछि राजा तुम्हें साहाय्य कर आ जो माने जोड़ी होउथिबे बहु संख्यक भाव रे जोड़ी हेबु आ आशीर्वाद पाए तुम्हें साहाय्य कर आरंभ शेष पर्यंत तुम्हें समस्त कार्यर भार तुम्हें नियो बोली गौरव प्रशंसा तुमको दे तुम प्रिय पुत्र जीसुଙ୍କ नाम रे प्रार्थना कली आमेन 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 बहुत बहुत धन्यवाद आरंभ प्रार्थना रे आमान को पढ़े नहीं विशेष कर आज उपासना को परमेश्वर हस्त रे समर्पित करिसेंती बहुत बहुत धन्यवाद प्रभु आपन को बहुल भाव आशीर्वाद करंतु वर्तमान आम माने वर्शिप माध्यम बुझा परमेश्वर गौरव प्रशंसा करबा तांकरी सेवा उपासना करबा आ ए समय मध्य प्रभुंकर गौरव करबा निमंते मु आह्वान करे आम मान गहन रे अछंती प्रभुंकर प्रिय दासी मिसेस प्रीति नंद बेहेरा सिस्टर आग को आसीबे वर्शिप रे आमान को पढ़ाने ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ ମୁଁ ସର୍ବପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗୌରବ ଦିଏ କି ମତେ ତାଙ୍କର ଆରାଧନା କରିବାକୁ ସୁଯୋଗ ଦେଲେ ତା ସଙ୍ଗେ ସଙ୍ଗେ ଆମର ଉପସ୍ଥିତ ବିନ୍ଦୁ ଆଣ୍ଟି ଆମ ଟୁନୁ ଆଣ୍ଟିଙ୍କୁ ବିଶେଷ ଧନ୍ୟବାଦ ଦଉଛି କି ମତେ ଆଉ ଥରେ ଏଇ ଏକ ସୁନ୍ଦର ପ୍ଲାଟଫର୍ମରେ ପ୍ରଭୁଙ୍କର ଗୌରବ ଉଦ୍ଦେଶ୍ୟରେ ମତେ ସୁଯୋଗ ଦେଇଛନ୍ତି ଆଜି ଆମେ ଦୁଇଟି ଗୀତ ମାଧ୍ୟମରେ ପ୍ରଭୁଙ୍କର ପ୍ରଶଂସା କରିବା ଅତି ପୁରୁଣା ଗୀତ ଜଣାଶୁଣା ଗୀତ आपण माने निज स्थान रे रही प्रभुଙ୍କର गौरव उद्देश्य आमे आसंतु आजिर आराधना को आमे आरंभ करिबा प्रथम गीत ही परि यीशु तुमे मोर आशा गौरवमय भरोसा आसंतु आमे आराधना करिबा यीशु तुमे मोर आशा गौरवमय भरोसा यीशु तुमे मोर आशा गौरवमय भरोसा तुमे मो विश्वास भूमि मोर मुक्ति सोरी तुमे मो विश्वास भूमि मोर मुक्ति सोरी तुम्हारे रही मुकुट भरोसा यीशु तुमे मोर आशा यीशु तुमे मोर आशा यीशु तुमे मोर आशा तुमे मोर आशा गौरवमय भरोसा यीशु तुमे मोर आशा गौरवमय भरोसा अपनाई रखो अवधिर चराते सो ईश्वर जनी अवधि जीवन सुख जाई रखो अवधिर चराते सो ईश्वर जनी
ଆସନ୍ତୁ ଆଉ ଗୋଟେ ଗୀତ ମାଧ୍ୟମରେ ଆମେ ପ୍ରଭୁଙ୍କର ଗୌରବ କରିବା। ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେ, ଏଇ ଗୀତ ମାଧ୍ୟମରେ ଆମେ ପ୍ରଭୁଙ୍କର ଆରାଧନା କରିବା। ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେ, জয় যুবামি সদা জয় তু মনামি, সদা জয় তু মনামি, সদা জয় তু মনামি। স্তুতি বন্দনা পূজা আরাধনা পাইବାକୁ যোগ্য তুমি, সদা জয় তু মনামি, সদা জয় তু মনামি,
सदा जयतु मनमी प्रभु मन दीनानंद पूजाराधना पाइबाकु योग्य तुमी जय जुगामी सदा जय तु मनमी सदा जय तु मनमी सदा जय तु मनमी তুমি প্রভু বড়বাড়ি প্রিয় চাইতনা বিরামে বলি বিরামরিত কর প্রায়শ্চিত বিরামরিত কর প্রায়শ্চিত तुम्हारी माता प्रेमी थाना पुजारा थाना भाई बापू तो सदा जय तू मनामी सदा जय सदा जय तू मनमी राजती राजानो जीवित शक्तिमानो गायनो सदा जय तु मनमी सदा जय तु मनमी सदा जय तु मनमी Thank you. Over to Bindu aunty. बहुत बहुत धन्यवाद आपको अति पुणा गीत पुणा हेले मत अति अर्थपूर्ण गीत अति पुणा तो नुह अति अर्थपूर्ण गीत आ जो परमेश्वर की प्रशंसा गौरव पाइबा योग्य अटंती आम मानकर भरोसा करी आम मानकर आशा करी आ सुंदर अर्थ द्वारा वर्णित गीत को परमेश्वर को निमंते प्रकाश कले गुण को प्रकाश कले प्रेम को रखिले गीत द्वारा आ विशेष करी आ गोटे विषय कहबी जे प्रभु प्रत्येक को गोटे प्रतिभा देइछंती गोटे दान देइछंती आपण को जो प्रतिभा देले जो स्वर देइछंती आ जो दान देइछंती आ दान देइछंती सेथि द्वारा आपणकर हस्त द्वारा मद परमेश्वर को गौरव कले बजेइछंती आउ आपण को जो टोन परमेश्वर देइछंती सेथि द्वारा परमेश्वर को गौरव कले आपण को बहुत बहुत धन्यवाद अति सुंदर अर्थपूर्ण गीत द्वारा परमेश्वर को महिमा करिथिबारु प्रभु आपण को बहुल भाव आशीर्वाद करंतु आगामी दिन मानकरे मध्य तांकरी गौरव निमंते आपण को व्यवहार करंतु थैंक यू सो मच सुंदर वर्शिप पाए आपण को बहुत बहुत धन्यवाद वर्तमान आम माने बाइबल अध्ययन करबा परमेश्वर पवित्र वाक्य को अध्ययन द्वारा आम माने जानिबा को जीवा आ समय मध्य अध्ययन करबा निमंते मैं आह्वान करे आम मानक गहणे रछंती मिसेस सुनीता नायक फ्रॉम हैदराबाद सिस्टर आग को आसीबे आम मान को वाक्य अध्ययन साहाय्य
ସର୍ବପ୍ରଥମେ ସଦାପ୍ରଭୁଙ୍କ ନାମକୁ ମହିମା କରେ। ସେଥି ସଙ୍ଗେ ସଙ୍ଗେ ଓମେନ୍ସ ଫେଲୋସିପ୍ର ପ୍ରତ୍ୟେକ ମା ଭଉଣୀ ମାନଙ୍କୁ ମୋର ଖ୍ରୀଷ୍ଟ ପ୍ରେମ ନମସ୍କାର। ଆସନ୍ତୁ ନମସ୍କାର। ଶାସ୍ତ୍ର ପାଠ କରିବା। ହେ ଧାର୍ମିକ ଗଣ, ଶାସ୍ତ୍ର ପାଠ ଅଛି ଗୀତ ସଂହିତା 33 ପର୍ବ ତାର 1ରୁ ଶେଷ ପଦ ପର୍ଯ୍ୟନ୍ତ। ହେ ଧାର୍ମିକ ଗଣ, ତୁମେମାନେ ସଦାପ୍ରଭୁଙ୍କ ଠାରେ ଉଲ୍ଲାସ କର, ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ। ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର। ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର, ଉଚ୍ଚ ଧ୍ୱନିରେ ମନୋହର ବାଦ୍ୟ କର। କାରଣ ସଦାପ୍ରଭୁଙ୍କର ବାକ୍ୟ ଯଥାର୍ଥ, ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ। ସେ ଧାର୍ମିକତା ଓ ନ୍ୟାୟ ବିଚାର ଭଲ ପାଆନ୍ତି। ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ। ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ, ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ। ସେ ସମୁଦ୍ରର ଜଳ ସମୂହକୁ ରାଶିତୁଲ୍ୟ ଏକତ୍ର କରନ୍ତି, ସେ ବାରିଧି ସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି। ସଦାପ୍ରଭୁ ପୃଥିବୀ ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ। ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହୁଅନ୍ତୁ। ସେ କହିବା ମାତ୍ରେ ସୃଷ୍ଟି ହେଲା, ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା। ସଦାପ୍ରଭୁ ଗୋଷ୍ଠୀମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି, ସେ ଜନବୃନ୍ଦର ସଂକଳ୍ପ ସବୁ ବିଫଳ କରନ୍ତି। ସଦାପ୍ରଭୁଙ୍କର ମନ୍ତ୍ରଣା ଅନନ୍ତ କାଳ ସ୍ଥାୟୀ, ତାହାଙ୍କର ଚିତ୍ତର ସଂକଳ୍ପ ସବୁ ପୁରୁଷାନୁକ୍ରମରେ ଥାଏ। ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ। ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରତେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ। ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି, ସେ ସମସ୍ତ ମନୁଷ୍ୟ ସନ୍ତାନଗଣକୁ ନିରୀକ୍ଷଣ କରନ୍ତି। ସେ ଆପଣା ନିବାସ ସ୍ଥାନରୁ ପୃଥିବୀ ନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି। ସେ ସମସ୍ତଙ୍କ ହୃଦୟ ଗଢ଼ନ୍ତି, ସେ ସେମାନଙ୍କର କର୍ମ ସବୁ ଆଲୋଚନା କରନ୍ତି। କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ତ୍ରାଣ ପାଏ ନାହିଁ, କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ। ରକ୍ଷାର୍ଥେ ଅଶ୍ବ ମିଥ୍ୟା, କେବଳ ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରିପାରିବ ନାହିଁ। ଦେଖ, ଯେଉଁମାନେ ସଦାପ୍ରଭୁକୁ ଭୟ କରନ୍ତି, ତାହାଙ୍କ ଦୟାରେ ଭରସା ରଖନ୍ତି, ସେମାନଙ୍କର ପ୍ରାଣ ମୃତ୍ୟୁରୁ ରକ୍ଷା କରିବା ପାଇଁ ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ। ଆମମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି। ସେ ଆମମାନଙ୍କର ସହାୟ ଓ ଆମମାନଙ୍କର ଢାଳ। ଆମମାନଙ୍କର ଅନ୍ତଃକରଣ ଓ ତାହାଙ୍କଠାରେ ଆନନ୍ଦ କରିବ, କାରଣ ଆମମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ। ହେ ସଦାପ୍ରଭୁ, ତୁମଠାରେ ଆମମାନେ ଭରସା କରିଥିବା ପ୍ରମାଣେ ଆମମାନଙ୍କ ପ୍ରତି ତୁମର ଦୟା ବର୍ତ୍ତୁ। ପ୍ରଭୁ ଏହି ପଠିତ ବାକ୍ୟରେ ଓ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଧନ୍ୟବାଦ। ଧନ୍ୟବାଦ ଧନ୍ୟବାଦ। ଅତି ଉତ୍ତମ ଭାବରେ ପରମେଶ୍ୱରଙ୍କ ସେ ମହାନତା ବିଷୟରେ, ତାଙ୍କରି କାର୍ଯ୍ୟ ବିଷୟରେ, ତାଙ୍କର ପ୍ରେମ ବିଷୟରେ ଅଲିଖିତ ପବିତ୍ର ଧର୍ମଶାସ୍ତ୍ରରୁ ଆମମାନଙ୍କୁ ସ୍ପଷ୍ଟ ଭାବରେ ଉତ୍ତମ ଭାବରେ ଅଧ୍ୟୟନ କରି ଶୁଣାଇଛନ୍ତି। ବିଶେଷ କରି ପରମେଶ୍ୱରଙ୍କୁ ଭୟ ଭକ୍ତିର ସହିତ ତାଙ୍କରି ବାକ୍ୟକୁ ଅଧ୍ୟୟନ କରିଥିବାରୁ ବିଶେଷ କରି ପ୍ରଭୁଙ୍କର ଗୌରବ ହୋଇପାରିଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବ୍ୟବହାର କରିଛନ୍ତି ଆଉ ପ୍ରଭୁ ଗୌରବ ପାଇଛନ୍ତି। ଆଗାମୀ ଦିନମାନଙ୍କ ମଧ୍ୟ ପ୍ରଭୁ ବ୍ୟବହାର କରନ୍ତୁ ଏବଂ ପ୍ରଭୁ ଗୌରବ ପାଆନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍। ସୁନ୍ଦର ଭାବରେ ଅଧ୍ୟୟନ କରନ୍ତୁ। ବର୍ତ୍ତମାନ ରହିଛି ମେମୋରି ଭେର୍ସ, ମୁଖସ୍ଥ ପଦ। ଆଉ ଏ ସମୟ ହେଉଛି ମୁଖସ୍ଥ ପଦ କହିବାର ସମୟ। ଆଉ ଯଦି ଆପଣମାନେ ମୁଖସ୍ଥ ପଦ କହିବା ପାଇଁ ଚାହାନ୍ତି ତ ଆପଣମାନେ କହିପାରିବେ। ସର୍ବପ୍ରଥମେ ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଡିଭାଇସରେ ଯୋଡ଼ି ହୋଇଥିବା ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କୁ ମୋର ପ୍ରେସ୍ତଲ। ମୋର ସ୍ୱର୍ଣ୍ଣମୟ ପଦ ଅଛି। ଯୀଶୁ ତାଙ୍କୁ କହିଲେ, ଯାଅ, ତୁମ୍ଭର ପୁଅ ବଞ୍ଚିଲାଣି। ଯୀଶୁ ସେହି ବ୍ୟକ୍ତି କି ଯେଉଁ ବାକ୍ୟ କହିଲେ ସେ ତାହା ବିଶ୍ୱାସ କରି ଚାଲିଗଲେ। ଜହନ 4:50 ପଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସଂସାର ସେଥିର ଅଭିଳାଷ ନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟ ସ୍ଥାୟୀ। ପ୍ରଥମ ଜହନ 2:17 ପଦ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। সমস্তকে আমার নমস্কার। তোমরা সদাপ্রভুর প্রশংসা করো। ধন্য সেই জন যে সদাপ্রভুকে ভয় করে, যে তাহার আজ্ঞাতে অতিমাত্র প্রীত হয়। গীতসংগীত 112:1 পদ। থ্যাংক ইউ। ধন্যবাদ মাই।
ଆଉ ଯଦି କିଏ କହିବା ପାଇଁ ଚାହୁଁଛନ୍ତି? ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାକୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ଯୋହନ 5:24। ବହୁତ ବହୁତ ଧନ୍ୟବାଦ। ଆଉ କେହି ଯଦି କହିବା ପାଇଁ ଚାହୁଁଛନ୍ତି? ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପରମେଶ୍ୱରଙ୍କ ପବିତ୍ର ବାକ୍ୟକୁ ମୁଖସ୍ଥ କରି ପରମେଶ୍ୱରଙ୍କ ନିମନ୍ତେ ଆପଣ ମାନେ ପ୍ରକାଶ କରିଛନ୍ତି, ସେ ବାକ୍ୟକୁ ଘୋଷଣା କରିଛନ୍ତି, ପବିତ୍ର ବାକ୍ୟକୁ। ଏଥି ଦ୍ୱାରା ମଧ୍ୟ ଆମମାନଙ୍କୁ ଶିକ୍ଷା ପ୍ରାପ୍ତ କରେଇଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଏଇ ପ୍ରକାର ବ୍ୟବହାର କରନ୍ତୁ ଏବଂ ପ୍ରଭୁ ଗୌରବ ପାଆନ୍ତୁ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ଆଜି କିନ୍ତୁ ବାଇବଲ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ନାହିଁ, ତେଣୁ ତାହା ବନ୍ଦ ରହିଛି। ଆମମାନେ ଯଦି କାହାରି ଟେଷ୍ଟିମନି ରହିଛି ଏ ସମୟରେ ଟେଷ୍ଟିମନି ଦେଇପାରିବେ। ଯଦି କିଏ ସାକ୍ଷ୍ୟ ଦେବା ପାଇଁ ଚାହାନ୍ତି, ଏ ସମୟ ହେଉଛି ସାକ୍ଷ୍ୟ ଦେବାର ସମୟ। ଆପଣ ମାନେ ସାକ୍ଷ୍ୟ ଦେଇପାରିବେ। ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି, ଏ ଖରା ଦାଉରୁ ପ୍ରଭୁ ଆମମାନଙ୍କୁ ରକ୍ଷା କରିଛନ୍ତି, ସୁନ୍ଦର ଘର ଦେଇଛନ୍ତି ଆମମାନଙ୍କୁ, ଆଉ ସମସ୍ତ ବିଷୟ ପ୍ରଭୁ ଆମମାନଙ୍କୁ ଆରାମରେ ରହିବା ପାଇଁ ଫ୍ୟାନ୍ ଦେଇଛନ୍ତି, ଖାଇବା ପାଇଁ ଖାଦ୍ୟ ଦେଇଛନ୍ତି। ଆମମାନେ କଷ୍ଟ ଭୋଗିଥାନ୍ତୁ, କିନ୍ତୁ ପରମେଶ୍ୱରଙ୍କର ଅନୁଗ୍ରହରୁ ସମସ୍ତ କିଛି ପାଇଛୁ, କେବଳ ପରମେଶ୍ୱରଙ୍କ ଦୟାରୁ। ତେଣୁ ଆମ ପ୍ରତ୍ୟେକଙ୍କ ନିମନ୍ତେ ମଧ୍ୟ ଏହା ଗୋଟେ ସାକ୍ଷ୍ୟ ଯେ ପ୍ରଭୁ ଆମମାନଙ୍କୁ ଜୀବିତ ରଖିନାହାନ୍ତି, ସମସ୍ତ ଆଶୀର୍ବାଦ ମଧ୍ୟ କରିଛନ୍ତି। ପ୍ରଭୁ ଏ ସାକ୍ଷ୍ୟ ଦ୍ୱାରା ଗୌରବ ପାଆନ୍ତୁ। ବର୍ତ୍ତମାନ ଆମମାନେ ପ୍ରାର୍ଥନା କରିବା, କେତେ ଗୁଡିଏ ବିଷୟ ନେଇ ଆମମାନେ ପ୍ରାର୍ଥନା କରିବା। ବିଶେଷ କରି ପ୍ରାୟ ସବୁ ସ୍କୁଲ କଲେଜ ପୁଣି ବିଭିନ୍ନ ଇଏର ରିଜଲ୍ଟ ଗୁଡାକ ବି ବାହାରିଛି। ଆଉ ଯେଉଁମାନେ ଉଚ୍ଚ କ୍ଲାସରେ ଜଏନ୍ କରିବେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା। ମୁଁ ଏଇ ସମୟ ମଧ୍ୟରେ ପ୍ରାର୍ଥନା ପାଇଁ ଅନୁରୋଧ କରିବି। ଆମମାନଙ୍କ ଗହଣରେ ଅଛନ୍ତି ମିସେସ୍ ଦୀପିକା from ଢେଙ୍କାନାଳ। ପ୍ରେଜ୍ ଦ ଲର୍ଡ ସିଷ୍ଟର। ମିସେସ୍ ଦୀପିକା, ଦିଦି। এই ସମୟରେ କେତେ ଗୁଡିଏ ବିଷୟ ନିବେଦନ ରଖିବି, ସେଥି ନିମନ୍ତେ ଆପଣ ପ୍ରାର୍ଥନାରେ କଢେଇ ନେବେ। ବିଶେଷ କରି ସ୍କୁଲ କଲେଜର ପିଲାମାନଙ୍କର ନିମନ୍ତେ ଆମମାନେ ପ୍ରାର୍ଥନା କରିବା। ଆଉ ଯେଉଁମାନେ ଟ୍ରେନିଂରେ ବି ଅଛନ୍ତି, ଉଚ୍ଚ କ୍ଲାସକୁ ଯେତେବେଳେ ଯାଇଛନ୍ତି, ସେମାନଙ୍କ ନିମନ୍ତେ ମଧ୍ୟ ଆମେ ପ୍ରାର୍ଥନା କରିବା। ଆଉ ଏ ଦିନ ମାନଙ୍କରେ ଭଲ ସ୍କୁଲ ଭଲ କଲେଜ ବି ସେମାନଙ୍କୁ ଦରକାର। ପୁଣି ଯେଉଁମାନେ ଉଚ୍ଚ କ୍ଲାସକୁ ବା ସ୍କୁଲକୁ ବା କଲେଜକୁ ବା ଟ୍ରେନିଂ ସେଣ୍ଟରକୁ ଯାଉଛନ୍ତି, ସେମାନଙ୍କ ନିମନ୍ତେ ଆବଶ୍ୟକତା, ବିଭିନ୍ନ ବିଷୟର ଆବଶ୍ୟକତା ରହିଛି। ପ୍ରଭୁ ସେମାନଙ୍କୁ ମଧ୍ୟ ଯୋଗାଇ ଦିଅନ୍ତୁ। ଉତ୍ତମ କଲେଜ ସ୍କୁଲ ମଧ୍ୟ ପ୍ରଭୁ ଦୟାରେ ସେମାନଙ୍କୁ ଯୋଗାଇ ଦିଅନ୍ତୁ। ସେଥି ନିମନ୍ତେ ପ୍ରାର୍ଥନାରେ କଢାଇ ନେବେ। ପୁଣି ଏଇ ଦିନ ମାନଙ୍କରେ ଯେଉଁମାନେ ଅସୁସ୍ଥ ଅବସ୍ଥାରେ ଅଛନ୍ତି, ମେଡିକାଲ ମାନଙ୍କରେ, ଘର ମାନଙ୍କରେ ଅସୁସ୍ଥରେ ଅଛନ୍ତି, ସେମାନଙ୍କର ସୁସ୍ଥତା ପାଇଁ ମଧ୍ୟ ପ୍ରାର୍ଥନାରେ କଢାଇ ନେବେ। এই দুই ଗୋଟି ବିଷୟ ଆପଣ ପ୍ରାର୍ଥନା କରନ୍ତୁ। ପ୍ରଭୁଙ୍କ ମା ନାମକୁ ଧନ୍ୟବାଦ ଓ ପ୍ରେଜ୍ ଦ ଲର୍ଡ। ଜୁମ୍ ରେ ଥିବା ପ୍ରତ୍ୟେକ ଦିଦିଙ୍କୁ ମୋର ନମସ୍କାର। ଆସନ୍ତୁ ଆମେ ପ୍ରାର୍ଥନା କରିବା। हे स्वर्गस्थ पिता, महान परमेश्वर, पवित्र पवित्र तुम नाम पवित्र अटे। तुम राजा मान राजा, प्रभु मान प्रभु देव मान देव अट। महान परमेश्वर प्रभु मु धन्यवाद दउछि, कारण प्रभु तुम जीवित मान मध्य जीवित अट। आ से जीवित मान मध्य प्रभु मान नाम स्थान दे प्रभु मान को सुंदर सुरक्षा दे जीवन रे बंचाई रखियछ प्रभु, से विशेष कर धन्यवाद देउछि। प्रभु महान पिता परमेश्वर, दीदी को मुखपात्र है मते सुंदर प्रार्थना करने मते साहाय्य कल। हाँ प्रभु, जो दुईटी प्रार्थना निवेदन रखा जाए प्रभु, से दुईटी प्रार्थना को तुम पद तले समर्पण करुछि पित। मु प्रभु प्रार्थना करुछि पित, आज प्रभु ये आजिकल समय परमेश्वर स्कूल कॉलेज खुलवा को जाउछि। हाँ प्रभु, अनेक प्रभु युवा युवती छोट छोट संतान माने परमेश्वर स्कूल जीवा माने आरंभ करे परमेश्वर, सेमान सहित तुमे रुह, सेमान आवश्यकता को तुमे जोगाओ, सेमान तुमे परमेश्वर हो। आ प्रभु से पढ़ा प्रभु
कॉलेज आ स्कूल रो समस्त विषय रो तुमे तुमे भार अन्य से मान को तुमे साहाय्य करो प्रत्येक क्षेत्र रे प्रभु तुमे तांको सहित रो आहर तुमे ज्ञान दियो आहर तुमे बुद्धि दियो जे परि प्रभु सेई स्कूल कॉलेज रे से माने जे परि तांकर परमेश्वर शिक्षागत निमंते जेपरि आगको बढ़िबे आहुरी वृद्धि जेपरि प्राप्त हेबे सेही परि प्रभु सेही संतान मानक से युवा युवती मानक तुमे आशीर्वाद करो जो माने कॉलेज रे पढुचंती से युवा युवती मानक तुमे आशीर्वाद करो आहुरी प्रभु से मानक सहाय्य करो जे परि प्रभु परमेश्वर तांकर बापा माँ मानकर नाम को रखी जे परि प्रभु तांकर शिक्षा निमंते आगको बढ़िबे आहुरी तांकर जीवन रे जेपरि उन्नति हेबाको पारिबे से पर तुमे आशीर्वाद करो जो माने प्रभु स्कूल को संतान माने जाउचंती पिला माने जाउचंती से मानकर तुमे जीवाइबार भार अन्य से मानकर जहाँ आवश्यकता तुमे तांको जुगाओ आ प्रभु प्रत्येक परमेश्वर प्रत्येक संतान मानक तुमरी पद तले समर्पण करुछि अनुग्रह कर दया कर आशीर्वाद कर पिता मु प्रार्थना करुछि पिता विशेष करी हाँ परमेश्वर आज ए दिन मान समय रे प्रभु आम प्रार्थना करुछु आ देखुअछि भी मध्य जे जेउ माने आज ए खरा समय रे प्रभु जो माने प्रभावित होई जो माने घरे अबा मेडिकल रे पड़ी छंती असुस्थ अवस्था दे गति करछंती परिस्थिति दे गति करछंती प्रत्येक विभिन्न प्रकार समस्या दे गति करछंती हे पिता मु प्रार्थना करुछि यीशुଙ୍କ नाम रे से माने जे परि सुस्थता पांतु यीशु ख्रीष्टଙ୍କ नाम रे बोले आम प्रार्थना करुछु राजा प्रभु से माने घरे थांतु कि बाहर थांतु कि मेडिकल रे थांतु जोठी भी थांतु तुम्हें तांकर सहाय्यकारी परमेश्वर हो तुम्हें तांकर सुस्थकारी परमेश्वर हुओ बोली आम प्रार्थना करुछु पिता आशीर्वाद करो आउ सेई वृद्ध मानको सेई युवा युवती मानक हो कि सेई माँ बापा मानक हो समस्त प्रभु तुमरी चरण तले समर्पण करुछि आज भी हमर अनेक ख्रीष्ट परिवार रे भी मध्ये परि समस्या परि असुस्थता दे गति करछन्ती से मान को भी मध्ये तुमर पद तले समर्पण करुछि राजा आ तुमर सुस्थता दे से मान को जीवन रे तुमर आशीर्वाद तुमर अनुग्रह दया को प्रकाश करो से मान को जीवन रे प्रभु तुमर प्रबल परमेश्वर तुम्हें आशीर्वाद को प्रकाश कर बेला हम प्रार्थना करछु धन्यवाद हो पिता ए दुईटी प्रार्थना को तुमरी पद तले समर्पण करी प्रार्थना सुनता उत्तर देता धन्यवाद दे आस्तुबा नाजत यीशु ख्रीष्टଙ୍କ नाम माग अछि आमेन आमेन प्रेज द लॉर्ड दीदी प्रेज द लॉर्ड बहुत बहुत धन्यवाद आ समस्त विषय प्रभु ठारे निवेदन रखिछंती उत्सर्ग करछंती प्रभु आपन को बोल भाବରେ आशीर्वाद करंतु बहुत बहुत धन्यवाद वर्तमान आ गुडा विषय नि हम माने प्रार्थना करबा आ समय मध्य रे आमान को गहन रे अछंती मिसेस सस्मिता प्रेज द लॉर्ड नमस्कार प्रेज द लॉर्ड दीदी ए समय रे केते विषय करबी कहिबी सेथि निमंते प्रार्थना पढी नेबे विशेष करी आ वुमेन फेलोशिप फैमिली रे जेते वुमेन फेलोशिप ग्रुप रो जेते फैमिली अछंती आ प्रत्येक परिवार निमंते आपण प्रार्थना करंती प्रभु आ जो माने को मिनिस्ट्री एरिया रे व्यवहार करछंती से माने विश्व स्तर सहित कार्य करंती जो माने गवर्नमेंट एरिया रे प्रभु से माने नियुक्ति करछंती सेथिरे मदे आ से माने जेपरि विश्व स्तर सहित कार्य करिवे सेथि निमंते आ जेते माँ माने अछंती आ प्रत्येक आत्मिक परिवार को पढ़ी नेबा निमंते माँ मान निमंते प्रार्थना रे स्मरण करेंगे फैमिली पूरा वुमेन फेलोशिप फैमिली मान निमंते प्रार्थना करेंगे पुणी द्वितीय आउ विशेष कर माने प्रार्थना करबा आज आमानकर तनुजा दीदी मेसेज थिला किंतु तांकर गोटाए को आउ लोक जे कि गोटे दुखित परिवार पाखक से जाइछंती आउ तेणु करी से आज वाक्य देई पारिबे नाही आमान गहन अच्छा मिसेस नमिता लिमा सी आज आम वाक्य कढ़ाई ने तेणु प्रभु आज व्यवहार करूँ से निमंते प्रार्थना कढ़ाई ने जिते श्रोता अच्छा प्रत्येक निमंते प्रार्थना तोली धर ए समय हूँ जूम रे उपस्थित प्रत्येक को प्रेज द लॉर्ड आसंतु प्रार्थना करबा धन्यवाद 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 स्तुति प्रशंसा पाइबा को एकमात्र जीवित परमेश्वर सर्व सृष्टिकर्ता सर्व विषय निरीक्षणकारी परमेश्वर अनादि काल अनंत काल पर्यंत आम संगे साथी प्रत्येक विपद आपद रोग संकट शत्रु शैतान प्रत्येक कार्यर सुरक्षा करी प्रभु हाँ प्रभु ए संध्या समय आम समस्त एकत्र तुमर चरण तले बसी तुमर आराधना करने निमंते तुमर उपासना करने निमंते तुमर चरण तले बसी अल्प समय तुमर दासी द्वारा
द्वारा वाक्य शुणा निमंते आमन को सुंदर सुजोग देइछ सेति निमंते धन्यवाद दउची विशेष भाव आज आम मैंने प्रार्थना करूछु अपा आमान गोटे गोटे प्रार्थना रो उत्तर तुम्हें देवा परमेश्वर समस्त भार को तुम्हें बहन करवा परमेश्वर सेति निमंते धन्यवाद दे विशेष भाव प्रार्थना करूछु वोमेन्स मीटिंग रो प्रत्येक हाँ प्रभु भौणी मान निमंते प्रार्थना करूछु जेते परिवार एठारे जोड़ू अछंती प्रत्येक परिवार को तुम्हें अनुग्रह दया कृपा कर ए दिन मानकर प्रभु तुमर पवित्र आत्मा द्वारा तुम्हें कार्य करा बोली प्रार्थना करूछु जेते जण एठारे अछु प्रभु प्रत्येक सहायक प्रत्येक परिवार को तुम्हें आशीर्वाद कर जो जो परिवार प्रभु जी आज तुमर सेवा कार्य करबा निमंते प्रभु तुम्हें आज बाछी अछ तुमर सेवा निमंते प्रभु तुम्हें सेमान को चुनी अछ सेति निमंते धन्यवाद दउची सेमानकर सेवा कार्य रे जीवा समय रे आसीबा समय रे सेमानकर प्रत्येक कार्य रे प्रभु तुमर हस्त तुम्हें रखी तुम्हें सेमानकर सुरक्षाकारी परमेश्वर तुम्हें पथ मध्य रे प्रभु तुम्हें कढ़ाई ने बोली प्रार्थना करूची जो माने आज प्रभु जी गवर्नमेंट सर्विस करंती प्राइवेट रे सर्विस करंती प्रभु सेमानक निमंते प्रार्थना करूछु आपा सेमानकर सहायक तुम्हें हुओ जे परे प्रभु सेमाने से सर्विस करू करू तुमरे महिमा करू करू तुमो निमंते प्रभु साक्षी हेबाक पारिबे अनेक तुमर सुसमाचार कहिबे तुमो ठारे प्रभु सेमानकर मन आत्मा शरीर को समर्पित करू करू तुमो ठारे व्यवहार हेबाक पारिबे सेत पय सहाय्य कर हाँ प्रभु सेमानकर परिवार प्रत्येक भार को तुम्हें बहन कर बोली प्रार्थना करूची विशेष भाव रे तुमर चरण तळे दउची आपा जेते भौणी माने प्रभु आज हाँ प्रभु एठार उपस्थित अच्छु से निमंते प्रार्थना करुचु जो मान को जो दायित्व देई अछ तुमर सेवा करबा निमंते प्रभु सेथिरे तुम्हें हस्त रखी तुम्हें ज्ञान बुद्धि दे कढ़ाई ने बोली प्रार्थना करुचु आमाने प्रत्येक भौणी माने जे उपरे तू मो ठारे प्रभु आत्मिक रे दिन को दिन बढ़िबु तुमरे वाक्य पढ़िबु तुमरे वाक्य अनुसार प्रभु आमान को जीवन को समर्पित करिबु सेत पय तुम्हें प्रत्येक को आशीर्वाद कर बोली प्रार्थना करुचु ए ग्रुप चलौथिबा दीदी को तुम हस्त तळे दउचु धन्यवाद दउछु तांको द्वारा प्रभु माने अनेक भौणी माने प्रभु इठारे परिचालना हेई थाउ पिता गीत द्वारा वाक्य द्वारा हाँ प्रभु प्रार्थना द्वारा लीड करबा द्वारा प्रभु तुमरे महिमा करबा को तुमर चरण तळ को आसी थाउ प्रभु प्रत्येक को तुम आशीर्वाद कर से परिवार को मध्य तुम हस्त तळे दउछु तुम दया कर से मान को प्रभु आउ ए प्रकार तुमर सेवा कार्य करबा को प्रभु हाँ प्रभु आशीर्वाद करी से परिवार समस्त भावनाटन को दूर करी तुम्हें आशीर्वाद कर बोली प्रार्थना करूची तुम्हें सहायक हो तुम्हें संगे साथी आशीर्वाद कर विशेष भाव में प्रार्थना करूछु एठारे आमे जेते जण जोड़ी अछु प्रत्येक को तुम्हें बुद्धि ज्ञान दे तुम्हें प्रभु नियंत्रण कर जे तुम ठारे नम्रता भाव में बसिबु वाक्य शुणु शुणु तुम ठारे समर्पित जीवन काटिबु सेत पय सहाय्य कर विशेष भाव में प्रभु तुम हस्त तळे दउछि आपा दीदी को निमंते प्रार्थना करूछु आपा हाँ प्रभु तनुजा दीदी को प्रभु तुमोर हाँ प्रभु इच्छा जहाँ प्रभु तुम्हें ता प्रकाश करिछ हाँ पिता से धन्यवाद दउछि से जो दुखित परिवार निमंते जाई अछंती प्रभु सेमान को जे पर सांत्वना दे प्रभु आसीबा पारिबे सेत पय तुम्हें तांकर सहायक हाँ प्रभु नमिता दीदी को तुम हस्त तळे दउछि तांको द्वारा प्रभु तुम्हें वाक्य प्रचारित करिबा परमेश्वर तुम्हें वाक्य कहवा समय रे प्रभु तुमरी पवित्र आत्मा द्वारा तुम्हें चलाओ तुमरी पवित्र आत्मा द्वारा प्रभु हाँ प्रभु कहवा पारिबे से तुम मो ठारे प्रभु अधिक अधिक बढ़िबे से साहाय्य कर तुम्हें दया कर से वाक्य कहिबे प्रभु जहाँ प्रस्तुत अछंती ताहा जे परे से कहिबे आमाने प्रत्येक प्रभु से वाक्य सुनिबु तार हृदय मध्य रखी ता अनुसार व्यवहार हेबु से साहाय्य कर हाँ प्रभु दीदी प्रत्येक भार को तुम हस्त तळे दउछि तुम्हें दया कर तांकर सहायक तुम्हें मस्तक तली पाप स्पर्श करी तुमरी पवित्र आत्मा द्वारा तुम्हें कार्य कराओ बोली प्रार्थना करूछु तुम्हें जे प्रार्थना श्रवणकारी उत्तर दया परमेश्वर सहायक बा परमेश्वर से धन्यवाद दउछि मीटिंग रे जेते जण जोड़ी अछु प्रत्येक को तुम हस्त तळे दउछि बापा आमने समस्त सुस्थिर भाव रे बसी तुमरी महिमा करू करू तुमर राज्य निमंत व्यवहार से सहाय्य कर महिमा प्रशंसा तुम्हें पाओ समस्त प्रार्थना सुनिथिबार धन्यवाद दे केवल प्रेममय प्रभु जीसुଙ୍କ नामरे छोट भिक्षा मागुछु पिता आमेन 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 बहुत बहुत धन्यवाद समस्त विषय बोझर सहित प्रभु को निकट गति करैछंती परमेश्वर चरण तळे थोइछंती आपन को बहुत बहुत धन्यवाद प्रभु आपन को बहुल भाव आशीर्वाद करंतु वर्तमान वाक्य पूर्व गोटाई गीत बोलिबी प्रभु को गौरव निमंते तापर हम माने वाक्य माध्यम को जीवा वाक्य शैली को जीवा कल क्या होगा कोई ना जाने आज इसको दिल तो दे दे कल क्या होगा कोई ना जाने
यीशु को दिल तो दे दे, पाप तुझको मौत देगा, पाप तुझको मौत देगा, यीशु तुझको जीवन देगा। कल क्या होगा कोई ना जाने, आज यीशु को दिल तो दे दे। इस दुनिया में सहारा नहीं है, यीशु के सिवा उद्धार नहीं है, मन में तेरा शांति देगा, पाप तेरा माफ करेगा। इस दुनिया में सहारा नहीं है, यीशु के सिवा उद्धार नहीं है, मन में तेरा शांति देगा, पाप तेरा माफ करेगा, पाप तेरा माफ करेगा। कल क्या होगा कोई ना जाने, आज यीशु को दिल तो दे दे। कल क्या होगा कोई ना जाने, आज यीशु को दिल तो दे दे। दुनिया तुझको कुछ नहीं देगा, मन की शांति कहाँ ना मिलेगा, यीशु तुझको पास बुलाता, नया जीवन तुझको देगा। दुनिया तुझको कुछ नहीं देगा, मन की शांति कहीं ना मिलेगा, यीशु तुझको पास बुलाता, नया जीवन तुझको देगा, नया जीवन तुझको देगा। कल क्या होगा कोई ना जाने, आज यीशु को दिल तो दे दे, आज यीशु को दिल तो दे दे, आज यीशु को दिल तो दे दे। प्रभुଙ୍କର ଗୌରବ ହଉ। ଏ ଆରାଧନା ଦ୍ୱାରା ବର୍ତ୍ତମାନ ଆମମାନେ ବାକ୍ୟ ଶୁଣିବାକୁ ଯିବା। ବର୍ତ୍ତମାନ ଆମମାନଙ୍କର ମଧ୍ୟରେ ପ୍ରିୟ ଦାସୀ ଅଛନ୍ତି, ବର୍ତ୍ତମାନ ଆମମାନଙ୍କୁ ପରିବେଷଣ କରିବେ ବାକ୍ୟ, ଯିଏକି କେତେ ଥର ଆମମାନଙ୍କର ଓମେନ୍ ଫେଲୋସିପରେ ବାକ୍ୟ ଦେଇ ଆମମାନଙ୍କୁ ଉତ୍ସାହିତ କରିଛନ୍ତି, ଆଉ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ପ୍ରଭୁଙ୍କର ବାକ୍ୟ ଦେଇ ଲୋକମାନଙ୍କୁ କଢା ଆଣିଛନ୍ତି। ପ୍ରାର୍ଥନା ମାଧ୍ୟମରେ, ଗୀତ ଦ୍ୱାରା, ବାକ୍ୟ ମାଧ୍ୟମରେ ପ୍ରଭୁଙ୍କର ଗୌରବ କରି ଆସୁଅଛନ୍ତି। ଆଉ ଆଜି ପ୍ରଭୁ ତାଙ୍କରି ଦାସୀଙ୍କୁ ଆଜି ସେ ମନୋନୀତ କରିଥିଲେ। ତେଣୁ ଯଦିଓ ଦିଦିଙ୍କର ନାମ ଥିଲା, କିନ୍ତୁ ପ୍ରଭୁ ତାଙ୍କରି ଦାସୀଙ୍କୁ ବି ଆଜି ତାଙ୍କରି ମୁଖର ବାକ୍ୟ ପ୍ରକାଶ କରିବା ନିମନ୍ତେ ଆମମାନଙ୍କ ମଧ୍ୟରେ ରଖିଲେ। এই ସମୟ ମଧ୍ୟରେ ବାକ୍ୟ ପରିବେଷଣ କରିବା ନିମନ୍ତେ ମୁଁ ଆହ୍ୱାନ କରେ ପ୍ରଭୁଙ୍କର ପ୍ରିୟ ଦାସୀ ମିସେସ ନମିତା ଲିମା ଫ୍ରମ ରାୟଗଡା ଆଗକୁ ଆସିବେ ବାକ୍ୟ ଦ୍ୱାରା। ଧନ୍ୟବାଦ ଦିଦି, ବହୁତ ବହୁତ ଧନ୍ୟବାଦ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର ଜଣାଏ। ଯେମିତିକି ଦିଦି କହିଲେ ଯେ ଆଜି ତନଜା ଦିଦିଙ୍କର ବାକ୍ୟ ଥିଲା, କିନ୍ତୁ କୌଣସି କାରଣବଶତଃ ସେ ଅନୁପସ୍ଥିତ ଥିବାରୁ ଅଚାନକ ମତେ ଏଇ ଭାର ଦିଆଯାଇଛି। ଆଉ ହଉ, ପ୍ରଭୁଙ୍କର ଇଚ୍ଛା ଆମମାନଙ୍କ ଜୀବନରେ ସମୟରେ ଅସମୟରେ ସଫଳୀକୃତ ହେଇଥାଏ। ଆଉ ମୁଁ ବହୁତ ଦିନ ପରେ ଆଜି ଜୁମରେ ଆଟେଣ୍ଡ କରିଛି।
ଆଉ ଅନେକ ମାସ ହେଇଯିବ, ଦିନ ତ ନୁହେଁ, ଅନେକ ମାସ ହେଇଯିବ ମୁଁ ଜୁମ୍ରୁ ସାୟଦ ବିରତି ନେଲା ଭଳିଆ ମୁଁ ଜୁମ୍ରୁ ଟିକେ ପୃଥକୀକୃତ ହେଇଯାଇଥିଲି। କିନ୍ତୁ ଆଜି ଅନେକ ଦିନ ପରେ ପ୍ରଭୁ ଏଇ ସୁନ୍ଦର ଅବକାଶ ଦେଲେ, ସୁଯୋଗ ଦେଲେ ମତେ ତାଙ୍କରି ସମ୍ମୁଖରେ ଆଉ ପ୍ରଭୁଙ୍କର ବାକ୍ୟକୁ ପରିବେଷଣ କରିବା ପାଇଁ, ତାଙ୍କର ବାକ୍ୟକୁ ଅଧ୍ୟୟନ କରିବା ପାଇଁ। ଆଉ ମୁଁ ଯେ ଶିକ୍ଷା ଦେବି ଏ ପ୍ରକାର ନୁହେଁ, ଆମମାନେ ସମସ୍ତେ ଜାଣିଥିବା ସମସ୍ତେ ଏଇ ସ୍ଥାନରେ ଯେତେ ଉପସ୍ଥିତ ଅଛନ୍ତି ସମସ୍ତେ ପ୍ରାୟ ଈଶ୍ୱରଙ୍କର ବାକ୍ୟକୁ ଅଧିକ ରୂପେ ଭଲ ଭାବେ ଜାଣିଥିବା ମା ମାନେ ଝିଅ ମାନେ ବସିଛନ୍ତି। ଏ ପ୍ରକାର ମୁଁ ଅତି ନିଗୁଡ ବିଷୟ ମାନ କହିବି ସେ ପ୍ରକାର ନୁହେଁ, କିନ୍ତୁ ଯାହା କିଛି ଆମମାନେ ଶିଖୁଛୁ ଈଶ୍ୱରଙ୍କର ବାକ୍ୟରୁ ପ୍ରତିଦିନ ଯେତେବେଳେ ଆମମାନେ ଅଧ୍ୟୟନ କରୁଛୁ ସେତେବେଳେ ପ୍ରଭୁ ଆମମାନଙ୍କ ଜୀବନରେ କଥା କହିଥାନ୍ତି। ତାହା ହିଁ ମୁଁ ଆଜି ଆପଣ ମାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି। ଯାହା ପ୍ରଭୁ ଆମମାନଙ୍କ ଜୀବନରେ ଶିଖାନ୍ତି ପ୍ରତିଦିନ, ତାହା ହିଁ ମୁଁ ଆଜି ଆପଣ ମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହୁଁଛି। ଆଉ ମୁଁ ଅଳ୍ପ ସମୟ ମତେ ମିଳିଥିବାରୁ ମୁଁ ଠିକ ଭାବରେ ପ୍ରସ୍ତୁତ ହେଇପାରି ନାହିଁ। ଆଉ ଯଦି ବା କୋହୁ କିଛି ଭୁଲ ଭାଲ ହେଇଯାଏ ଦୟାକରି କ୍ଷମା କରିବେ। ଆଉ ଯାହା ଭଲ ବୋଲି ଆପଣଙ୍କର ମନକୁ ଆସୁଛି ତାହା ଆପଣ ଧରି ରଖିବେ। ଆମମାନେ ଯେତେବେଳେ ଈଶ୍ୱରଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲୁ, ଯୋଉ ଦିନ ଠାରୁ ଆମେ ତାଙ୍କୁ ଆମମାନଙ୍କ ହୃଦୟ ମଧ୍ୟରେ ସ୍ଥାନ ଦେଲୁ, ସେହି ଦିନ ଠାରୁ ପ୍ରଭୁ ଆମମାନଙ୍କର ଆତ୍ମିକ ଜୀବନର ବୃଦ୍ଧି ନିମନ୍ତେ ସମୟରେ ଅସମୟରେ ହଉ, ବାକ୍ୟ ଦ୍ଵାରା ବା ଈଶ୍ୱରଙ୍କର ଦାସ ଦାସୀ ମାନଙ୍କ ଦ୍ଵାରା, କୌଣସି ସାକ୍ଷ୍ୟ ଦ୍ଵାରା, କୌଣସି ବୁକ୍ ମାଧ୍ୟମରେ ଏଇ ପ୍ରକାର ଆମମାନଙ୍କ ଜୀବନରେ ଆଉ ସେ କଥା କହିଥାନ୍ତି। କାରଣ ଆମମାନଙ୍କର ଜୀବନ କେବେ ମଧ୍ୟ ସମାନ ଭାବରେ ଗତି କରେ ନାହିଁ। ଆମମାନଙ୍କ ଜୀବନରେ ସବୁବେଳେ ଉତ୍ଥାନ ପତନ ଦେଖାଯାଏ। ହୁଏତ ବାହାରକୁ ଆମମାନେ ସବୁବେଳେ ହୁଏତ ଖୁସି ଦେଖାଯାଉଥିବା କିମ୍ବା ଷ୍ଟ୍ରଙ୍ଗ ଦେଖାଯାଉଥିବା, ଆଉ ଆମେ ଭାବୁଥିବା ଯେ ତା ଜୀବନରେ ସାୟଦ କୌଣସି ପ୍ରକାର ସମସ୍ୟା ନାହିଁ କିମ୍ବା ଦୁଃଖ ନାହିଁ, ଏ ପ୍ରକାର ସାୟଦ ଆମମାନେ ଭାବିଥାଇ ପାରୁ। କିନ୍ତୁ ଏ ପ୍ରକାର କୌଣସି ବ୍ୟକ୍ତି ନାହାନ୍ତି ଜଗତରେ ଯାହାଙ୍କ ଜୀବନରେ କି ସମସ୍ୟା ନାହିଁ ବା ଦୁଃଖ ନାହିଁ ବା କୌଣସି ପରିସ୍ଥିତି ଏ ପ୍ରକାର ନାହିଁ କି ଯେ କୌଣସି ବ୍ୟକ୍ତି ସମସ୍ୟା ବିହୀନ ହୋଇ ଜଗତ ମଧ୍ୟରେ ନାହିଁ। ପ୍ରତ୍ୟେକଙ୍କ ଜୀବନରେ ଦୁଃଖ ଏବଂ ସମସ୍ୟା ଏବଂ ଅଘଟଣ ଯାହାକି ମନୁଷ୍ୟ କେବେ କଳ୍ପନା କରିନଥିବ, ଏଇ ପ୍ରକାର ବିଷୟ ମାନେ ଆମମାନଙ୍କ ଜୀବନରେ ଘଟିଥାଏ। କିନ୍ତୁ ଯେହେତୁ ଆମମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରୁ, ପ୍ରଭୁଙ୍କ ଠାରେ ଭରସା ରଖୁ, ପ୍ରଭୁ କଣ କରନ୍ତି ନା ତାଙ୍କର ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଧୈର୍ଯ୍ୟ ଦିଅନ୍ତି, ସାହସ ଦିଅନ୍ତି, ଶକ୍ତି ଦିଅନ୍ତି। ଆଉ ଆମେ ଯେତେବେଳେ ପଡିଯାଉ ଆମମାନଙ୍କୁ ପୁଣି ଉଠି ଚାଲିବା ପାଇଁ ସେ ଆମମାନଙ୍କୁ ଶକ୍ତି ଏବଂ ବଳ ପ୍ରଦାନ କରନ୍ତି। ଈଶ୍ୱରଙ୍କର ବାକ୍ୟରେ ଅନେକ ମା ମାନେ, ଅନେକ ମହିଳା ମାନଙ୍କର ଜୀବନରୁ ଆମମାନେ ବହୁତ ଥର ଶିକ୍ଷା ଲାଭ କରିଛୁ। ଅନେକ ବିଷୟ ମାନେ ଆମମାନଙ୍କ ଜୀବନକୁ ପ୍ରଭାବିତ କରିଛି। ଅନେକଙ୍କର କାହାଣୀ ଦ୍ଵାରା ଆମମାନେ କଣ ହଉଛୁ ନା ଉତ୍ସାହିତ ହଉଛୁ। ଅନେକଙ୍କର ଷ୍ଟୋରି ଦ୍ଵାରା, ଅନେକଙ୍କର ଜୀବନୀ ଦ୍ଵାରା, ଅନେକଙ୍କର ଘଟଣାବଳୀ ଦ୍ଵାରା ଆମମାନେ କଣ ହଉଛୁ ନା ଉତ୍ସାହିତ ହଉଛୁ। ଆମମାନଙ୍କର ଆତ୍ମିକ ଜୀବନ ମଧ୍ୟ ବୃଦ୍ଧି ସାଧନ ହଉଛି। ତ ଆଜି ମଧ୍ୟ ଆମମାନେ ଗୋଟେ ଏଇ ପ୍ରକାର ବିଜାତି ସ୍ତ୍ରୀଙ୍କ ବିଷୟରେ ଆମମାନେ ଆଜି ଅଧ୍ୟୟନ କରିବା। ଗୋଟେ ବିଜାତି ନାରୀ ବିଷୟରେ ଆମମାନେ ଆଜି ଆଲୋଚନା କରିବା, ଚିନ୍ତା କରିବା। ଯେଉଁ ବିଜାତି ନାରୀ ଯେ କି ଈଶ୍ୱରଙ୍କ ବିଷୟରେ କୌଣସି ପ୍ରକାରେ ତାଙ୍କର ଅଜ୍ଞ ନଥିଲା, ଈଶ୍ୱରଙ୍କୁ, ଜୀବିତ ଈଶ୍ୱରଙ୍କୁ ସେ ଜାଣିନଥିଲେ, ପ୍ରଭୁଙ୍କର ନିୟମାବଳୀ ସେ କିଛି ଜାଣିନଥିଲେ, ତଥାପି ସେ ଏତେ ଦୁଃଖ କଷ୍ଟ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅବସ୍ଥାରେ ମଧ୍ୟ ସେ ଯେତେବେଳେ ଈଶ୍ୱରଙ୍କର ଲୋକମାନଙ୍କର ସଂସ୍ପର୍ଶରେ ଆସିଲେ, ସେ ଗୋଟାଏ ରାଜାଙ୍କର ବଂଶଧର ବୋଲି ଆମେ ତାଙ୍କୁ ଆଉ ବାକ୍ୟରେ ପରିଚିତ ପାଉଛୁ। ତାଙ୍କର ଜୀବନରେ ପ୍ରଥମରେ ଏତେ ଦୁଃଖ, ଏତେ କଷ୍ଟ, ଯାହାକି ମନୁଷ୍ୟ ହିସାବରେ ଯଦି ଆମେ ଭାବିବା, ଚିନ୍ତା କରିବା, ଅତି ଅସହ୍ୟ ବିଷୟ ମାନ ତାଙ୍କ ଜୀବନରେ ଥିଲା। ତଥାପି ଯେତେବେଳେ ସେ ଈଶ୍ୱରଙ୍କର ଲୋକମାନଙ୍କୁ ଜାଣିଲେ, ତାଙ୍କର ବାକ୍ୟ ଅନୁସାରେ ଜୀବନକୁ କାଟିଲେ, ସେତେବେଳେ ସେ ଈଶ୍ୱରଙ୍କର ପରିଚୟ ହୋଇ ଆଶୀର୍ବାଦ ପ୍ରାପ୍ତ ହେଲେ। ତ ଗୋଟାଏ ଅଭିଶପ୍ତ ଜୀବନରୁ ଯେତେବେଳେ ଆମେ ପ୍ରଭୁଙ୍କ ନିକଟକୁ ଆସୁଛୁ, ତେବେ ପ୍ରଭୁ ଆମମାନଙ୍କୁ ତାଙ୍କର ଆଶୀର୍ବାଦରେ ଆଶୀର୍ବାଦ ଯୁକ୍ତ କରୁଛନ୍ତି।
ଆସନ୍ତୁ ଆମମାନେ ଦେଖିବା ସେହି ନାରୀଙ୍କ ବିଷୟରେ। ରୁତଙ୍କ ବିଷୟରେ ଆମମାନେ ସମସ୍ତେ ଜାଣିଛୁ, ସମସ୍ତେ ତାଙ୍କର କାହାଣୀ ଆମମାନେ ପ୍ରତ୍ୟେକ ପ୍ରାଞ୍ଜଳ ଭାବରେ ଜାଣିଛୁ। ସମସ୍ତ ବିଷୟ କହିବା ନିମନ୍ତେ ଆମମାନଙ୍କ ପାଖରେ ସମୟ ନାହିଁ। ମୁଁ ସର୍ଟକଟ ଭାବରେ କିଛି ତାଙ୍କ ଜୀବନରୁ ଆମମାନେ ଶିଖିବା। ନୟମୀଙ୍କ ବିଷୟରେ ଆମମାନେ ଜାଣିଛୁ ଯେ ନୟମୀ ତାଙ୍କର ସ୍ୱାମୀ ସାଙ୍ଗରେ 2ଟି ପୁଅ ସାଙ୍ଗରେ ଯେତେବେଳେ ବେଥଲିମ୍ ଜିହୁଦା ପ୍ରଦେଶରେ ଭୟଙ୍କର ଭାବେ ଦୁର୍ଭିକ୍ଷ ପଡିଲା, ସେତେବେଳେ ସେ କଣ କଲେ ନା ମୋଆବ ଦେଶକୁ ତାଙ୍କର ପରିବାର ସହିତ ସେମାନେ ଯାଇ ସେଠାରେ ବାସ କଲେ। ଗୋଟେ ଖୁସାଲ ପରିବାର, ଗୋଟେ ବାହାରକୁ ଦେଖିବା ପାଇଁ ଗୋଟେ ଏତେ ସୁନ୍ଦର ପରିବାର, 2ଟି ପୁଅ ସ୍ୱାମୀ ସ୍ତ୍ରୀ, ଆଉ ସେମାନେ କେତେ ସୁଖରେ ଶାନ୍ତିରେ ସେ ସ୍ଥାନରେ ରହୁଥିଲେ, ବସବାସ କରୁଥିଲେ। କିନ୍ତୁ ଅଚାନକ ତାଙ୍କ ଜୀବନରେ ଗୋଟେ ଏ ପ୍ରକାର ଦୁର୍ଘଟଣାର ସମୟ ଆସିଲା, ଏ ପ୍ରକାର ପରିସ୍ଥିତି ଆସିଲା ଯେ ତାଙ୍କର ଦେଶ, ତାଙ୍କର ଜ୍ଞାତି କୁଟୁମ୍ବ, ତାଙ୍କର ପ୍ରିୟଜନ ମାନଙ୍କୁ ଛାଡି ଅନ୍ୟ ଜାଗାକୁ ସେମାନଙ୍କୁ ଯିବାକୁ ପଡିଲା। କାରଣ ଖାଦ୍ୟ ନିମନ୍ତେ। କାରଣ ମନୁଷ୍ୟ ଜୀବନରେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ ହଉଛି 3ଟା: ଖାଦ୍ୟ, ବସ୍ତ୍ର, ବାସଗୃହ। ୟା ବିନା ମଣିଷ ରହିବା ବହୁତ କଷ୍ଟକର। ହୁଏତ ବାସଗୃହ ବିନା ସେ ଯେମିତି ସେମିତି ବି ରହିଯାଇପାରେ, ବସ୍ତ୍ର ବିନା ବି ସେ ଯେମିତି ଚିରା ଫୋପଡା ପିନ୍ଧିକି ମତେ ରହିବ, କିନ୍ତୁ ଖାଦ୍ୟ ବିନା କୌଣସି ମନୁଷ୍ୟ ରହିପାରିବ ନାହିଁ, ବହୁତ ଦିନ ବଞ୍ଚି ପାରିବ ନାହିଁ। ତ ଖାଦ୍ୟ ମନୁଷ୍ୟ ନିମନ୍ତେ ନିହାତି ଆବଶ୍ୟକ, ଶାରୀରିକ ଖାଦ୍ୟ। ଆଉ ଆମମାନେ ଦେଖୁଛୁ ଏଇ ପରିବାର ନିମନ୍ତେ ଗୋଟେ ଶାରୀରିକ ଖାଦ୍ୟର ଅଭାବ ଦେଖାଯିବାରୁ ସେମାନେ ନିଜର ଦେଶକୁ, ନିଜର ଲୋକମାନଙ୍କୁ, ନିଜର ପ୍ରିୟଜନ ମାନଙ୍କୁ ଛାଡି ସେମାନେ ଅନ୍ୟ ଦେଶକୁ ସେମାନେ ଚାଲିଗଲେ। ସେଇ ଅନ୍ୟ ଦେଶରେ ସେମାନଙ୍କର ପରିବାରରେ ଗୋଟେ ଏ ପ୍ରକାର ଅକାଳ ଘଟଣା, ଏ ପ୍ରକାର ଗୋଟେ ଭୟଙ୍କର ଘଟଣା ଘଟିଲା, ଯାହାକି ଆମମାନେ ଯେବେ ଶାରୀରିକ ଭାବରେ ଯଦି ଚିନ୍ତା କରୁ, ଆଉ କେତେ ବଡ ଭୟଙ୍କର ବିଷୟ। ସେ ସ୍ଥାନରେ ସେମାନେ ବସବାସ କଲେ, ତାଙ୍କର ସ୍ୱାମୀ ମରିଗଲେ, 2ଟା ପୁଅ ମଧ୍ୟ ବାହା ହେଇକି 10 ବର୍ଷ ଭିତରେ 2ଟା ପୁଅ ମଧ୍ୟ ନୟମୀଙ୍କର ମୃତ୍ୟୁବରଣ କଲେ। ଯେହେତୁ ଆମେ ନିଜ ନିଜର ପରିଜନକୁ ହରେଇଛୁ, ସେଥିପାଇଁ ଆମେ ସେଇ ପୀଡାକୁ ଅତି ସ୍ପଷ୍ଟ ଭାବରେ ବା ଅତି ମାନେ ଅନ୍ତରଙ୍ଗ ଭାବେ ଆମେ ଅଭିଜ୍ଞତା କରିପାରିବା, ଫିଲ୍ କରିପାରିବା ଯେ ନିଜର ପରିଜନକୁ ହରେଇବା ଗୋଟେ ବିଦେଶ ଜାଗାରେ କେତେ କଷ୍ଟକର ବିଷୟ। ନା ଚିହ୍ନା ଲୋକ, ନା ପରିଚିତ ଲୋକ, ନା ନିଜର ସମ୍ପର୍କୀୟ ଲୋକ, ନା ନିଜର ରକ୍ତର ଲୋକ, କେହି ନାହାନ୍ତି ସେଠି। କିନ୍ତୁ ସେ ନୟମୀଙ୍କର ଜୀବନରେ ଆମେ ଦେଖୁଛୁ, ଯେତେବେଳେ ସେମାନେ ଇସ୍ରାଏଲ ଦେଶକୁ ଛାଡି ସେମାନେ ଗୋଟେ ବିଜାତି ଦେଶରେ ଯାଇ ବାସ କଲେ, ସେଇ ସ୍ଥାନରେ ନୟମୀ ସର୍ବସ୍ୱ ସେ ସ୍ଥାନରେ ହରଉଛନ୍ତି। ନିଜର ସ୍ୱାମୀ ଏବଂ ନିଜର ପୁତ୍ର ମାନଙ୍କୁ ମଧ୍ୟ ସେଇ ସ୍ଥାନରେ ହରଉଛନ୍ତି। ସେଇ ସ୍ଥାନରେ ଆମେ ଘଟଣା ଦେଖୁଛୁ ଯେ ତାଙ୍କର 2 ପୁଅଙ୍କୁ ସେ ଯେତେବେଳେ ଶୁଣିଲେ ଯେ ପୁନର୍ବାର ଆଉ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବା ବେଥଲେହେମରେ ଖାଦ୍ୟ ମିଳୁଛି, ଯେତେବେଳେ ସେ ଶୁଣିଲେ, ସେ ନିଜର ଦେଶକୁ ଫେରି ଯିବା ପାଇଁ ସେ ନୟମୀ ବାହାରିବା ସମୟରେ ସେ ତାଙ୍କର ବୋହୂ ମାନଙ୍କୁ କହିଲେ ଯେ ତମେ ନିଜ ନିଜ ଦେଶକୁ ଫେରି ଯାଅ, ତମର ବୟସ ଅଛି, ତମେ ଆଉ ଥରେ ବିବାହ କର, ତମର ଘର ବସାଅ, ଆଉ ତମେ ଫେରି ଯାଅ, ଆଉ ମୁଁ ମୋର ଦେଶକୁ ଫେରିଯିବି। କିନ୍ତୁ ପ୍ରଥମେ ଅର୍ଫା ବି ତାଙ୍କର 2 ବୋହୂ, ଆମେ ଜାଣୁଛୁ ସମସ୍ତେ, ଅର୍ଫା ଏବଂ ରୁଥ। ଅର୍ଫା ପ୍ରଥମେ ମନା କରୁଥିଲେ, କିନ୍ତୁ ସେ ନୟମୀ ଆଉ ଥରେ କହିବାରୁ ସେ ନିଜର ଲୋକମାନଙ୍କ ନିକଟକୁ ଫେରିଗଲେ। ଆମମାନଙ୍କର ଆଜିର ଆଲୋଚନାର ବିଷୟ ହଉଛି ରୁତଙ୍କ ଜୀବନରେ ଆମେ ଦେଖୁଛୁ ଯେ ସେ ଯେତେବେଳେ ତାଙ୍କ ଜୀବନରେ ଗୋଟେ ସଙ୍କଟ ଆସିଲା, ଗୋଟେ ସମସ୍ୟା ଆସିଲା, ଗୋଟେ ଦୁଃଖପୂର୍ଣ୍ଣ ସମୟ ଆସିଲା, ତାଙ୍କ ମଧ୍ୟରେ 2ଟି ଚଏସ୍ କରିବାର ବିଷୟ ଆସିଲା ଯେ ସେ ଫେରି ଯାଇ ନିଜର ଲୋକମାନଙ୍କ ନିକଟକୁ ଫେରିଯିବେ, ପୁଣି ନିଜର ଯୋଉ ବୈବାହିକ ଜୀବନକୁ ଆନନ୍ଦରେ ଉପଭୋଗ କରିପାରନ୍ତେ, ଆଉ ନିଜର ଲୋକମାନଙ୍କ ନିକଟକୁ, ନିଜର ଦେବତା ମାନଙ୍କ ନିକଟକୁ ସେ ଫେରି ଯାଇ ପାରିଥାନ୍ତେ। କିନ୍ତୁ ଏ ସ୍ଥାନରେ ଆମେ ଦେଖୁଛୁ ରୁତଙ୍କର ଗୋଟେ ଡିସିଜନ ବା ଗୋଟେ ତାଙ୍କର ନିଷ୍ପତ୍ତି। ବିଜାତି ସ୍ତ୍ରୀ ସେ, ମୁଁ ପ୍ରଥମରୁ କହିଲି ଯେ ରୁତ ଜଣେ ଗୋଟେ ବିଜାତୀୟ ନାରୀ। ସେ ଈଶ୍ୱରଙ୍କର ପରିଚୟ ପାଇ ନଥିଲେ, ସେ ଜିହୁଦୀ ମଧ୍ୟ ନଥିଲେ, ସେ ଜଣେ ଅଣଜିହୁଦୀ ସ୍ତ୍ରୀ ଲୋକଟେ। ଈଶ୍ୱରଙ୍କର ବିଷୟରେ ସେ ଏତେ ଅଭିଜ୍ଞତା, ସେ ଏତେ ଶୁଣି ନଥିଲେ। କିନ୍ତୁ ଗୋଟେ ପରିବାର ମଧ୍ୟକୁ ଯେତେବେଳେ ସେ ଆସିଲେ, ଗୋଟେ ବିଜାତି ପରିବାର ମଧ୍ୟକୁ, ସେଇ ପରିବାର ମଧ୍ୟରୁ ହିଁ ସେ ଶିଖିଲେ ଯେ ଈଶ୍ୱରଙ୍କର ବିଷୟ, ଈଶ୍ୱରଙ୍କର ଅନୁଗ୍ରହର ବିଷୟ, ଈଶ୍ୱର କି ପ୍ରକାର ଜୀବିତ ପରମେଶ୍ୱର, ସେଇ ପରିବାର ମଧ୍ୟରୁ ସେ ଶିଖିଛନ୍ତି। ସେଥିପାଇଁ ତାଙ୍କର ଗୋଟାଏ ଯେତେବେଳେ ରୁତଙ୍କର ଯୋଉ ଆତ୍ମସମର୍ପଣ, ଯୋଉ ଶାଶୁଙ୍କ ନିକଟରେ ଯୋଉ ସେ ସମର୍ପଣ ବା ଉତ୍ସର୍ଗୀକୃତ ତାଙ୍କର ଯୋଉ ବାକ୍ୟ ଆମେ ଦେଖୁଛୁ, ସେ କେଡେ ସୁନ୍ଦର ବାକ୍ୟ କହୁଛନ୍ତି। ଗୋଟେ ପ୍ରଭୁଙ୍କୁ ନ ଜାଣିଥିବା ଗୋଟେ ମହିଳାଙ୍କ ଜୀବନରୁ
आमाने शिखिबाकु पारुछु जे ईश्वरंकर परिचय पाइला परे ईश्वरंकर निमंते कि प्रकार उत्सर्गीकृत जीवन आमान ता देखिबा आ ईश्वरंक प्रति प्रेम बा ईश्वरंकर प्रति बा तांकर शाशुंक प्रति जो उत्सर्गीकृत आमान ता देखिबा ऋत 1:16 एवं 17 पद जदि के पाठ करी साहाय्य करिवे। ठीक अच्छे मु पढ़ी दउची नले। ऋत कहिला तुम्भकु त्याग करी तुम्भर पश्चात गमन करिबारु फेरी जिबाकु मते विनय न कर जेहेतु तुम्भे जेउठाकु जीव मु मध्य सेइठाकु जीवी तुम्भे जेउठारे रहिबो मु मध्य सेइठारे रहिबी तुम्भर लोक ही मोहर लोक ओ तुम्भर परमेश्वर ही मोहर परमेश्वर हेबे तुम्भे जेउठारे मरिबो मु मध्य सेइठारे मरिबी ओ सेइठारे मोहर कबर हेबो केवल मृत्यु छड़ा आउ किछि ही जेबे तुम्भकु ओ मते विच्छेद करई तेबे सदाप्रभु से दंड मध्य तहिरु अधिक मते देंतु। केरे सुंदर वाक्य ऋत आउ जे कि परमेश्वर को न जानिथिबा जणे महिला जेतेबेले से ईश्वरंकर लोकमानंकर संस्पर्श रे आसुछंती तांकर उत्सर्गीकृत जीवन देखंतु एहा पाठ करुथिबा समय रे तांकर जो हृदयर गभीरता माने स्थान रे माने प्रकाश पाउछि जे तुम्भे मते तुमर पछरे चालिबाकू मते मना न करो बा विनय न करो मते रिक्वेस्ट करो नै कारण तांकर सासू तांको बहुत बार विनय करथिले जे तमे मो पछरे आसले किछि पाइबोनी तमे मो पाखरु फेरी की जाओ तुमर लोक मानको पाखकु फेरी जाओ तमे नुआ परिवार गढ तुमर लोक मानको संगरे वास करो से बारंबार बहु मानको से विनय करि कहउथिले सेति पई से स्थान रे कहउछंती ऋत नयमींकु जे मते तमे बारंबार विनय करनी आ मते तुम पछरे जीवा पई मते तमे जमारू मना करो नै कारण तुमे जो स्थान को जीवो मु से स्थान को जीवी कारण से केउ स्थान लोक को स्थान रे रहउथिले को प्रकार परिवेश रे रहउथिले को प्रकार लोक मानको संगरे रहउथिले ऋत से विषय रे कोनोसी प्रकार तांकर माने जणा नथिला से खाली सुनी थिबे जे हां से बेथलेम रो आसीथिले कारण से स्थान रे आसिला परे से बाहा हेइथिले पुओ मान तो से बेथलेम विषय से अधिक किछि जानि नथिले तथापि तांकर विश्वास देखंतु जे नयमींको पछरे जीवा पई तांकर उत्सर्गीकृत जीवन को देखंतु जे से तमे जेउ स्थान को जीवो मु से स्थान को जीवी तुमर लोक ही मोर लोक हेबे तुमे जेउ ठारे रहइबो मु सेई ठारे रहइबे तुमे जो जगह रे रहइबो जो प्रकार परिस्थिति रे मध्ये रहंतु कारण से जानि छंती जे गुटे विधवा स्त्री रो पछरे गले तांकर कोनोसी प्रकार फ्यूचर नाही तथापि जेहेतु ईश्वरंकर बय तांको जीवन रे अछि से ईश्वरन को अल्प अल्प से परिवार मध्यरु जानि पारि छंती सेति पय तांको जीवन रे ए प्रकार गुटे उत्सर्गीकृत माने जीवन देखुछु जे से नयमी को पछरे से गले आ तांकर जीवन तांकर समस्त प्रकार विषय तांको निकट रे उत्सर्ग करूथिबा हेतु आ माने तांकर सुंदर वाक्य मते देखुछु जे तुम्भर लोक माने मोर लोक हेबे तुम्भर परमेश्वर मध्य मोर परमेश्वर हेबे केते बड़ माने अनुग्रहर विषय तांकु ग्रहण करिबा संगे संगे से जेउ परमेश्वर को पूजा करूछंती जेउ परमेश्वरंकर आराधना आज नयमीर परिवार करूछंती से परमेश्वर मध्य तांकर हेबे बोली से ग्रहण कले आ माने जानिछु तांकर परमेश्वर को ग्रहण करिबा द्वारा तांकर उत्सर्गीकृत जीवन द्वारा तांको जीवन रे की प्रकार आशीर्वाद प्राप्त से हेइछंती तांकर गुटे कठिन परिस्थिति तांकर दुखर समय घड़ीसंधि मुहूर्त समय रे से जते बेले परमेश्वरंक निकट रे बा परमेश्वरंक लोक निकट रे उत्सर्गीकृत हेले आ तांको जीवन रे माने आशीर्वाद ही आशीर्वाद देखुछु से ए पर्यंत जे तांको सांगरे मृत्यु पर्यंत रहिबा पाए पुणी तांको सहित मरिबा पाए मध्य से प्रस्तुत था तुमे जे स्थान रे मरिबो मु मध्य से स्थान रे मरिबी तुमको खाइबा को मिलले खाइबी तमे भोकरे रहले मु मध्य रहबी एटा गुटे माने डेडिकेशन उत्सर्गीकृत जे संपूर्ण भाबे से निजको समर्पण कर दैचंते तांटार जे तमे जो प्रकार रहइबो मु मध्य से प्रकार रहबी मोर प्रिय प्रभुंकर लोक माने आज आम मान जीवन रे अनेक प्रकार समस्या अनेक प्रकार दुख अनेक प्रकार परिस्थिति मध्य दे आम गति करी आसुचु प्रत्येक जीवन रे किछि ना किछि अछि काईना मु जेतेबेले देखुची मोर समस्या मते बड़ ही लागिबो किंतु अन्य जणे तार समस्या ताकू ही बड़ लागिबो एबे जदि आमे जदि ऋतंकर समस्या को देखिबा सेटा आम समस्तंकर समस्या ठु मध्य बड़
କିନ୍ତୁ ଯେତେବେଳେ ସେ ନୟମୀଙ୍କର ପରମେଶ୍ୱରଙ୍କର ଶରଣାଗତ ହେଲେ ବା ତାଙ୍କୁ ବିଶ୍ୱାସ କଲେ, ତାଙ୍କୁ ଜାଣିଲେ, ତାଙ୍କର ଦେଶକୁ ଫେରି ଯିବା ପାଇଁ, ତାଙ୍କର ନିକଟକୁ ଯିବା ପାଇଁ ସେ ଯେତେବେଳେ ନିଜକୁ ଉତ୍ସର୍ଗ କରୁଛନ୍ତି, ଆଉ ତାଙ୍କ ଜୀବନରେ ଅନେକ ପ୍ରକାର ଆଶୀର୍ବାଦ ଆମେ ଦେଖୁଛୁ। ଆମମାନଙ୍କ ଜୀବନରେ ମଧ୍ୟ ଯେତେବେଳେ ଦୁଃଖ ସମସ୍ୟା ଆସୁଛି, ଆମେ ଯେତେବେଳେ ପ୍ରଭୁଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗ କରୁଛୁ, ନିଜକୁ ଦେଇ ଦଉଛୁ ତାଙ୍କ ନିକଟରେ। କାରଣ ଆମେ ଯେତେବେଳେ ଆମେ ଯଦି ଜାଣୁଛୁ ଆମେ ଏତେ ବର୍ଷର ଖ୍ରୀଷ୍ଟିଆନ ହେଲେ ମଧ୍ୟ ଆମେ ଯଦି ନିଜ ନିଜକୁ ପରୀକ୍ଷା କରିବା, ଅନେକ ସମୟରେ ଆମମାନଙ୍କର ଅଧା ପାର୍ଟ ଜାଗତିକ ଆଉ ଅଧା ମାନେ କଣ ପରମେଶ୍ୱରଙ୍କୁ ବି ଖୁସ କରୁଛୁ, ଆମେ ଜଗତକୁ ମଧ୍ୟ ଖୁସ କରୁଛୁ। ଆମେ ସମ୍ପୂର୍ଣ୍ଣ ଭାବେ ପ୍ରଭୁଙ୍କ ନିକଟରେ ଉତ୍ସର୍ଗୀକୃତ ହେଇପାରୁନୁ। ଯୀଶୁଖ୍ରୀଷ୍ଟ ଯେତେବେଳେ ଆଉ ତାଙ୍କର ସୁସମାଚାର ପ୍ରଚାର କରୁଛନ୍ତି, ତାଙ୍କୁ ଶିଷ୍ୟମାନେ ପଚାରିଲେ ପ୍ରଧାନ ଆଜ୍ଞା କଣ? ସେ କଣ କହିଲେ? ତୁମର ସମସ୍ତ ଅନ୍ତଃକରଣ, ସମସ୍ତ ମନ, ସମସ୍ତ ପ୍ରାଣ ଦେଇ ପରମେଶ୍ୱରଙ୍କୁ ପ୍ରେମ କର, ତାହା ହିଁ ଶ୍ରେଷ୍ଠ ଆଉ ପ୍ରଧାନ ଆଜ୍ଞା। ତାଠାରୁ ଆଉ କୌଣସି ଆଜ୍ଞା ନାହିଁ। ଆମେ ପ୍ରେମ କରୁଛୁ ପରମେଶ୍ୱରଙ୍କୁ ବୋଲି କହୁଛୁ, କିନ୍ତୁ ଆମେ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ହଉଛୁ କି ପ୍ରଭୁଙ୍କ ପାଇଁ? ଅନେକ ସମୟରେ ଆମେ ଜଗତରେ ଆମମାନଙ୍କର ଅନେକ ବିଷୟରେ, କିନ୍ତୁ ଏଇଥାନରେ ଆମେ ଗୋଟେ ବିଜାତି ସ୍ତ୍ରୀ ପାଖରୁ ଶିଖୁଛୁ ଯେ ଯେତେବେଳେ ସେ ପରମେଶ୍ୱରଙ୍କର ବିଷୟରେ ଜାଣୁଛେ, ସେ ଯେଉଁ ସ୍ଥାନକୁ ଯିବେ ସେଇ ସ୍ଥାନକୁ ଯିବେ। କାରଣ ବାଇବଲର ଅନେକ ବାଇବଲ ସ୍କଲାର ମାନେ କହନ୍ତି ଯେ ରୁଥ ଗୋଟାଏ ମଣ୍ଡଳୀ ଆଉ ବୋଆଜ ଗୋଟାଏ ଖ୍ରୀଷ୍ଟ, ଏହା ସେମାନେ ସମ୍ପର୍କ ସ୍ଥାପନ କରନ୍ତି। ଗୋଟେ ବିଶ୍ୱାସୀର ଜୀବନ କି ପ୍ରକାର ଆବଶ୍ୟକ, ଋତଙ୍କ ନିୟମ ତାଙ୍କର ଉତ୍ସର୍ଗୀକୃତ ଜୀବନରୁ ଆମେ ଜାଣିବାକୁ ପାରୁଛୁ ଯେ ସେ କି ପ୍ରକାର ନିଜକୁ ସମ୍ପୂର୍ଣ୍ଣ ଭାବେ ମାନେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ସେ ଯିବା ପାଇଁ ସେ ନିଜକୁ ଉତ୍ସର୍ଗ କରିଦେଇଥିଲେ। ଆଉ ମୋର ପ୍ରିୟ ପ୍ରଭୁଙ୍କର ଦାସୀ ମାନେ, ଆଜି ମଧ୍ୟ ସମୟ ଅଛି ଯେ ଯଦି ଆମେ ପ୍ରଭୁଙ୍କ ଠାରୁ କିଛି ବା ଆମମାନଙ୍କର ଉତ୍ସର୍ଗ, ଆମେ ଅନେକ ସମୟରେ ପ୍ରତିଜ୍ଞା କରୁଛୁ ପ୍ରଭୁ ଆମେ ଏଇଆ କରିବୁ ସେୟା କରିବୁ, କିନ୍ତୁ ଆମେ କରିପାରୁନାହୁଁ କାରଣ ଆମେ ଶାରୀରିକ ହିସାବରେ ଦୁର୍ବଳ ହେଇ ପଡୁଛୁ। କିନ୍ତୁ ପ୍ରଭୁ କହିଲେ ଯେ ମୋ ଠାରେ ଲାଗି ରହେ ଆଉ ଯେ ମୋ ଠାରେ ରୁହେ ସେ ସବୁ ବିଷୟ କରିପାରିବ। ଆମେ ନିଜ ଇଚ୍ଛାରୁ, ନିଜର ଜୀବନର, ନିଜର ଜ୍ଞାନରୁ, ନିଜର ବୁଦ୍ଧିରୁ ଯଦି ଆମେ କରିବା ବୋଲି ଚାହିଁବା ତାହେଲେ କରିପାରିବା ନାହିଁ। କିନ୍ତୁ ଆମେ ଖ୍ରୀଷ୍ଟଙ୍କ ଠାରେ ରହି ଯଦି କରିବା ସମସ୍ତ ବିଷୟ ଆମେ କରିପାରିବା। ସେଇ ପ୍ରକାର ଋତୁ ଆଜି ଯେ ତାଙ୍କର ଉତ୍ସର୍ଗୀକୃତ ଜୀବନ ଦ୍ଵାରା ସେ କଣ କଲେ ନା ଆଶୀର୍ବାଦ ପ୍ରାପ୍ତ ହେଲେ। ପ୍ରଥମ ବିଷୟ ସେ ନିଜର ଜୀବନକୁ ଉତ୍ସର୍ଗ କଲେ। ଦ୍ୱିତୀୟ ବିଷୟ ଆମେ ଦେଖୁଛୁ ନୟମୀ ତାଙ୍କୁ ଯେତେବେଳେ ସେମାନେ ତାର ଆହୁରି ବହୁତ ଗୁଡେ ଷ୍ଟୋରି ଅଛି, ମୁଁ କିନ୍ତୁ ସବୁ ବିଷୟ କହୁନାହିଁ, ଆପଣ ମାନେ ସମସ୍ତେ ଜାଣିଛନ୍ତି, ମୁଁ ସର୍ଟକଟରେ କହିବାକୁ ଚାହୁଁଛି। ଯେତେବେଳେ ସେମାନେ ଫେରି ଆସିଲେ ଆଉ ବୋୟଜ ନାମକ ତାଙ୍କରି ଗୋଷ୍ଠୀର ଲୋକଙ୍କର କ୍ଷେତ୍ରକୁ ସେ କଣ କରୁଥିଲେ ନା ଯାଉଥିଲେ, କ୍ଷେତକୁ ଯାଉଥିଲେ, ଆଉ ସେ କଣ କରୁଥିଲେ ନା ସେ ସାଉଣ୍ଡ ଥିଲେ, ଆଉ ସେ ଯାହାବି ସେମାନଙ୍କର ଖାଦ୍ୟ ପାଇଁ ସେ କଣ କରୁଥିଲେ ନା ସାଉଣ୍ଡ ଦେଲେ। ସେଇ ସମୟରେ ନୟମୀ ତାଙ୍କୁ କହିଲେ ଯେ ତମେ ସେହି ଦ୍ରାକ୍ଷା କ୍ଷେତ୍ରକୁ ଯାଅ, କାରଣ ସେ ଆମର ବଂଶର ଲୋକ, ଆଉ ତମେ ଏଇ ପ୍ରକାର ଜିନିଷ ସବୁ କରିବ, ଆଉ କଲେ ତମେ ତାଙ୍କ ଦୃଷ୍ଟିରେ ବି ଅନୁଗ୍ରହ ପାଇବ, ଆଉ ତମେ ଇଆଡେ ସିଆଡେ ଯାଇକି ହଇରାଣ ହେବା ଦରକାର ନାହିଁ। ଏଇ ଉଦ୍ଦେଶ୍ୟରେ ନୟମୀ ତାଙ୍କୁ କିଛି ବିଷୟ ତାଙ୍କୁ କରିବାକୁ କହିଲେ, ଆଉ ସେଇ ସମସ୍ତ ବିଷୟ ସେ ଅକ୍ଷରେ ଅକ୍ଷରେ ପାଳନ କଲେ ଋତ, ଆଉ ସେଥିପାଇଁ ମଧ୍ୟ ସେ ଆଶୀର୍ବାଦ ପ୍ରାପ୍ତ ହେଲେ। ଆଉ ସେ କଣ କଣ କରିଛନ୍ତି ଆମେ ସେ ବିଷୟ ଅଳ୍ପ ସମୟ ଦେଖିବା। ତା ଆପଣ ମାନେ ପାଇବେ ଋତ 3 ପର୍ବ ତାର 3 ପଦ ପଢୁଛି। ଏଣୁ ତୁମ୍ଭେ ଏବେ ସ୍ନାନ କର ଓ ତୈଳ ମର୍ଦ୍ଦନ କର ଓ ଆପଣା ଉତ୍ତମ ବସ୍ତ୍ର ପରିଧାନ କରି ସେହି ଖଳାକୁ ଯାଅ, ମାତ୍ର ସେ ମନୁଷ୍ୟ ଭୋଜନ ପାନ ନ ସାରିବା ପର୍ଯ୍ୟନ୍ତ ତାହାକୁ ଆପଣାର ପରିଚୟ ଦିଅ ନାହିଁ। ତଳ ଅଂଶଟା ଆମର ଆଲୋଚନାର ବିଷୟ ନୁହେଁ, କିନ୍ତୁ ଉପର ଯେଉଁ ଅଂଶ ଅଛି ତାହା ମାନେ ଦେଖିବା। ନୟମୀ ଋତଙ୍କୁ 3ଟି ବିଷୟ କରିବା ପାଇଁ କହିଲେ। କଣ କଣ କହିଲେ? ସ୍ନାନ କରିବା ପାଇଁ, ତୈଳ ମର୍ଦ୍ଦନ କରିବା ପାଇଁ, ତେଲ ଲଗେଇବା ପାଇଁ କହିଲେ, ଆଉ କଣ କଲେ ନା ସେ ଆଉ ତାଙ୍କର ବସ୍ତ୍ରକୁ ଚେଞ୍ଜ କରିବା ପାଇଁ, ଅଲଗା ବସ୍ତ୍ର, ଉତ୍ତମ ବସ୍ତ୍ର ପରିଧାନ କରି ସେ ପୁରୁଷଙ୍କ ନିକଟକୁ ଯିବା ପାଇଁ କହିଲେ। এই ସ୍ଥାନରେ ଯାହା ଯାହା ଋତଙ୍କୁ ନୟମୀ ଆଉ ଆଦେଶ ଦେଇଛନ୍ତି ବା କହିଛନ୍ତି ତାହା ସେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ଆମମାନେ ତାର ତଳ ପଦ ମାନଙ୍କରେ ଦେଖୁଛୁ। 5 ପଦରେ ଆଉ ଋତ କଣ କହୁଛନ୍ତି ଆମେ ଦେଖିବା। ସେ ଉତ୍ତର କଲା, ତୁମ୍ଭେ ଯାହା କହୁଅଛ ସେ ସମସ୍ତ ମୁଁ କରିବି। ସେ ଯାହା ଯାହା କହିଲେ 3ଟି ଜିନିଷ ତାଙ୍କୁ କରିବାକୁ କୁହାଗଲା। ପ୍ରକ୍ଷାଳନ ହେବା ନିମନ୍ତେ,
ତୈଳ ମର୍ଦ୍ଦନ କରିବା ନିମନ୍ତେ ଆଉ ସେ ବସ୍ତ୍ର ପରିଧାନ କରିବା ନିମନ୍ତେ। ଆଉ ରୁତଙ୍କର ଏଇ ସ୍ଥାନରେ ଆମମାନେ ତାଙ୍କର ଆଜ୍ଞା ଦେଖୁଛୁ ଯେ ସେ କଣ କହୁଛନ୍ତି, ତମେ ଯାହା ଯାହା କହିଲ ମତେ ସେ ସବୁ ବିଷୟ ମୁଁ କରିବି, ଗୋଟେ ବିଷୟ କରି ଗୋଟେ ଛାଡିଦେବି ସେମିତି ନାହିଁ। ମୁଁ ଗାଧେଇ ଦେବି, ଲୁଗା ଚେଞ୍ଜ ନ କଲେ ବି ଚଳିବ, ଦୁସରା ଲୁଗା ହିଁ ପିନ୍ଧିଦେବି, ତେଲ କାହିଁକି ଲଗେଇବି, ମୋର ଟିକେ ଷ୍ଟାଇଲ ଥାଉ ମୁଣ୍ଡ, ଏମିତି ବି ନୁହଁ। ଯାହା ଯାହା ଶାଶୁ କହିଲେ ଆମମାନେ ଦେଖୁଛୁ ତାଙ୍କର ବାଧ୍ୟତାର ପରିଚୟ ଏ ସ୍ଥାନରେ। ଋତଙ୍କର ବାଧ୍ୟତାର ପରିଚୟ ଦେଖୁଛୁ, ଆଜ୍ଞା ପାଳନର ପରିଚୟ ଏ ସ୍ଥାନରେ ଆମେ ଦେଖୁଛୁ ଯେ ସେ ଅନେକ ସମୟରେ ମା ମାନେ କଣ କହିଲେ ବି ଆମେ ଶୁଣିବା ପାଇଁ ଚାହୁଁନୁ, ଶାଶୁ କହିବା କଥା ତ ଦୂରର କଥା। ଶାଶୁ ବୋହୂର ଏଇ ସ୍ଥାନରେ ଗୋଟେ ଉତ୍ତମ ବଣ୍ଡିଙ୍ଗ ଆମେ ଦେଖୁଛୁ। ଆଜିକାଲି ହଉ କି ପୁରାତନ ଜମାନାରେ ବି ହଉ, ଶାଶୁ ବୋହୂ ମଧ୍ୟରେ ଟିକେ ନଟଖଟ ଗୋଟେ କିଛି ଗୋଟେ ଥାଏ, ଯେମିତି ହେଲେ ବି ସମସ୍ତଙ୍କ ପରିବାର ଏଇଟା ସାଧାରଣ ବିଷୟ। କିନ୍ତୁ ଖ୍ରୀଷ୍ଟିଆନ ଜୀବନରେ ଆମମାନଙ୍କୁ ଶିଖିବାକୁ ହେବ ଯେ ରୁତ ଆଉ ନୟୋମିର ଯୋଉ ସମ୍ପର୍କ, ମୁଁ ଏତେ ପାଠ ପଢିଛି, ମୁଁ ଚାକିରି କରୁଛି, ମୁଁ କଣ ପାଇଁ ମୋ ଶାଶୁର କଥା ଶୁଣିବି, ମୁଁ ଏବେ ୟଙ୍ଗ ଅଛି, ମୁଁ ସେ ଖଳାକୁ ଯାଉଛି, ତାକୁ ଯେମିତି ଏଣ୍ଟରଟେନମେଣ୍ଟ କରିବି ସେ ବୟସକୁ, ଏ ପ୍ରକାର ସେ ଭାବିଲେ ନାହିଁ। କିନ୍ତୁ ଶାଶୁ ଯାହା ଯାହା ତାଙ୍କୁ ଆଜ୍ଞା ଦେଲେ ସେଇ ପ୍ରକାର ସେ ଆଜ୍ଞା ପାଳନ କରିଛନ୍ତି। ଆଉ ବହୁତ ଆଉ ଏହାର ଗୋଟେ ଗୁରୁତ୍ୱପୂର୍ଣ୍ଣ ମେସେଜ, ଏଇଟା ଗୁରୁତ୍ୱପୂର୍ଣ୍ଣ ବିଷୟ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ନିକଟକୁ ଯାଉ, ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ଆମେ ହଉ, ଏଇ ସମସ୍ତ ବିଷୟ ଗୋଟେ ବିଶ୍ୱାସୀର ଜୀବନରେ ନିହାତି ରହିବା ଆବଶ୍ୟକ। ପାଦ ପ୍ରକ୍ଷାଳନ କରିବାର ଆବଶ୍ୟକ, ଆମମାନେ ନିଜେ ପ୍ରକ୍ଷାଳିତ ହେବା ଆବଶ୍ୟକ। ପ୍ରକ୍ଷାଳନର ଅର୍ଥ ଶୁଚିକରଣକୁ ବୁଝାଏ। ଆପଣ ମାନେ ସମସ୍ତେ ଜାଣିଛନ୍ତି, ମୁଁ ବ୍ୟାଖ୍ୟା କରିବା ପାଇଁ ଚାହେଁନା, କାରଣ ପୁରାତନ ନିୟମରେ ମଧ୍ୟ ସମାଗମ ତମ୍ବୁର ମଧ୍ୟ ସ୍ଥାନରେ ଗୋଟେ ପିତ୍ତଳର ପାତ୍ର ଥିଲା, ଆଉ ଯାଜକ ମାନେ ସେଇ ସ୍ଥାନରେ ପାଦ ପ୍ରକ୍ଷାଳନ କଲା ପରେ ସେମାନେ ତମ୍ବୁ ମଧ୍ୟକୁ ପ୍ରବେଶ କରୁଥିଲେ। ଆଉ ପୁରାତନ ନିୟମରେ ଲୋକମାନେ ନିଜ ନିଜ ଘର ସାମ୍ନାରେ ଆଉ ସେମାନେ ପଥରର ଜାହାଲା ଗୁରା ରଖୁଥିଲେ, ଯୋଉଥିପାଇଁ ଲୋକମାନେ ଯେତେବେଳେ ଗୃହ ମଧ୍ୟରେ ପ୍ରବେଶ କରିବେ ନିଜର ପାଦକୁ ପ୍ରକ୍ଷାଳନ କରିଯିବେ, ଗୃହ ମଧ୍ୟରେ ପ୍ରବେଶ କରିବେ। ଏ ପ୍ରକାର ଆଉ ପୁରାତନ ନିୟମରେ ଜିହୁଦୀ ମାନଙ୍କ ନିମନ୍ତେ ଗୋଟେ ରୀତିନୀତି ସେଇଟା ଥିଲା। କିନ୍ତୁ ଖ୍ରୀଷ୍ଟଙ୍କୁ ଜାଣିବା ସମୟରେ ପ୍ରଭୁ କଣ କହିଲେ, ତମର ପାପ ସିନ୍ଦୁର ବର୍ଣ୍ଣ ପରି ହେଲେ ମଧ୍ୟ ଆମ ନିକଟକୁ ଆସିଲେ ଆମେ କଣ କରିବା, ତମର ସିନ୍ଦୁର ବର୍ଣ୍ଣ ପରି ପାପ ମଧ୍ୟ ଆମେ ଶୁଭ୍ର ବର୍ଣ୍ଣ କରିବା, କାରଣ ସେ ଆମମାନଙ୍କୁ ପ୍ରକ୍ଷାଳନ କରିଛନ୍ତି, ଆମମାନଙ୍କୁ ତାଙ୍କ ରକ୍ତରେ ଧୌତ କରିଅଛନ୍ତି, ଆମମାନଙ୍କୁ ପରିଷ୍କୃତ କରିଅଛନ୍ତି। ତ ପ୍ରଥମ ବିଷୟ, ଖ୍ରୀଷ୍ଟଙ୍କ ନିକଟକୁ ଯିବା ପୂର୍ବରୁ କଣ କରିବାକୁ ହେବ ନା ଆମମାନଙ୍କୁ ପ୍ରକ୍ଷାଳିତ ହେବାକୁ ହେବ, ଶୁଦ୍ଧ ହେବାକୁ ହେବ, ଶୁଚି କରିବାକୁ ହେବ, ଆମମାନଙ୍କର ପୁରାତନ ସମସ୍ତ ବିଷୟକୁ ଆମମାନଙ୍କୁ ଛାଡିବାକୁ ହେବ। ପ୍ରଥମ କରନ୍ତି 6:11 ମଧ୍ୟ ବାକ୍ୟ ଆମମାନଙ୍କୁ ଏ ପ୍ରକାର କୁହେ, ପଢି ଦଉଛି ମୁଁ। ପ୍ରଥମ କରନ୍ତି 6:11 ଏ ପ୍ରକାର ଲେଖାଯାଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଏଇ ପ୍ରକାର ଥିଲ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧୌତ ହୋଇଅଛ, ପବିତ୍ରୀକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହୋଇଅଛ। ଆମମାନେ ଖ୍ରୀଷ୍ଟଙ୍କ ନାମରେ ଏବଂ ଖ୍ରୀଷ୍ଟଙ୍କର ଆତ୍ମା ଦ୍ୱାରା ଆମମାନେ କଣ ହୋଇଅଛୁ, ଧୌତ ହୋଇଅଛୁ। ଆମମାନେ ଗାଧେଇ ସାରିଛୁ। ସେଥିପାଇଁ ଆଉ ଯେତେବେଳେ ପ୍ରଭୁ ଶିଷ୍ୟମାନଙ୍କର ପାଦ ଧୋଉଥିଲେ, ଆଉ ପିତର କହିଲେ ନାଇଁ ନାଇଁ ମୋର ପାଦ ଧୋଇବା ଆବଶ୍ୟକ ନାହିଁ, ସେତେବେଳେ କହିଲେ ତମେ ଗୋଟେ ପାଦ ମୁଁ ଧୋଇବି ନାହିଁ, ତମ ସାଙ୍ଗରେ ମୋର କୌଣସି ସମ୍ପର୍କ ନାହିଁ। ସେତେବେଳେ ପିତର କହିଲେ ନାଇଁ ପ୍ରଭୁ ମତେ ଗାଧେଇ ଦିଅ। ସେ କହିଲେ ଯୋଉମାନେ ଗାଧେଇଛନ୍ତି, ଯୋଉମାନେ ସ୍ନାନ କରିସାରିଛନ୍ତି, ସେମାନଙ୍କର ଆଉ ଗାଧେଇବା ଦରକାର ନାହିଁ, ପାଦ ପ୍ରକ୍ଷାଳନ। ଯେହେତୁ ପ୍ରଭୁ ଆମମାନଙ୍କୁ ତାଙ୍କ ରକ୍ତରେ ଧୌତ କରିସାରିଛନ୍ତି, ସେଥିପାଇଁ ଆମମାନଙ୍କୁ ପ୍ରକ୍ଷାଳନର ଆବଶ୍ୟକତା। ଆମେ ପ୍ରତ୍ୟେକ ବିଶ୍ୱାସ କରୁଛୁ, ଯେତେ ଜଣ ଆମେ ସ୍ଥାନରେ ବସିଛୁ, ପ୍ରଭୁ ତାଙ୍କ ରକ୍ତ ଦ୍ୱାରା ଆମମାନଙ୍କୁ ପ୍ରକ୍ଷାଳନ କରିଛନ୍ତି, ଆମମାନଙ୍କୁ ଶୁଚି କରିଛନ୍ତି, ଆମମାନଙ୍କୁ ତାଙ୍କର ସନ୍ତାନ ସନ୍ତତି ହେବା ଅଧିକାର ଦେଇଅଛନ୍ତି। ସେଥିପାଇଁ ପ୍ରଥମ ବିଷୟ ହଉଛି, ରୁତ ଯେପରି ତାଙ୍କର ବୋଆଜଙ୍କ ନିକଟକୁ ଯିବା ପୂର୍ବରୁ, ଖ୍ରୀଷ୍ଟଙ୍କ ନିକଟକୁ ଯିବା ପୂର୍ବରୁ ଆଉ ସେ ଏଇ ପ୍ରକାର ସବୁ କାର୍ଯ୍ୟ କରିଥିଲେ, ଆମମାନଙ୍କୁ ମଧ୍ୟ ନିଜର ଜୀବନକୁ ପ୍ରକ୍ଷାଳନ କରିବାକୁ ହେବ। ଦ୍ୱିତୀୟ ବିଷୟ ହଉଛି ତୈଳର ତୈଳ ଏ ପ୍ରକାର ସୂଚାଏ ଯେ ଅଭିଷିକ୍ତ ବିଷୟକୁ ସୂଚାଏ। ଧାରଣ ଯାଜକ ପଦ ପାଇବା ପୂର୍ବରୁ ତାଙ୍କୁ ଅଭିଷିକ୍ତ କରାଯାଇଥିଲା ତୈଳରେ। ଦାଉଦ ରାଜା ହେବା ପୂର୍ବରୁ ଆଉ ସେ ତୈଳରେ ଅଭିଷିକ୍ତ ହେଇଥିଲେ। ତୈଳ ଗୋଟାଏ ପ୍ରକାର ବିଷୟ ଯାହାକି ଅଭିଷିକ୍ତକୁ ବୁଝାଏ। ଆମମାନେ ମଧ୍ୟ ସମସ୍ତେ ଯେତେ ଜଣ ଆମେ ଖ୍ରୀଷ୍ଟଙ୍କୁ ପାଇଛୁ,
ଆଉ ଗୋଟେ ନିର୍ଦ୍ଦିଷ୍ଟ ବିଷୟ ନିମନ୍ତେ ଆମେ ଆହୁତ ହୋଇଅଛୁ, ଆହ୍ୱାନ ପ୍ରାପ୍ତ ହୋଇଅଛୁ। ସେଥିପାଇଁ ପ୍ରଭୁ କହିଲେ ତୁମେ ଗୋଟେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ତୁମେ ଆହ୍ୱାନରେ ଆହୁତ ହୋଇଅଛ। ଆଉ ପ୍ରଭୁ ଆମମାନଙ୍କୁ କଣ କରିଛନ୍ତି ନା ପବିତ୍ରୀକୃତ ଜାତି, ପୁଣି ଯାଜକ ବର୍ଗ, ରାଜକୀୟ ଯାଜକ ବର୍ଗ କରି ଆମମାନଙ୍କୁ ଆହ୍ୱାନ କରିଅଛନ୍ତି। ତ ରାଜା ହେବା ପାଇଁ ମଧ୍ୟ ଅଭିଷିକ୍ତ ଦରକାର, ଯାଜକ ପଦ ପାଇଁ ମଧ୍ୟ ଅଭିଷିକ୍ତ ଦରକାର। ଆଉ ଆମମାନେ ପ୍ରତ୍ୟେକ ଆଶୀର୍ବାଦିତ, ଆମେ ପ୍ରତ୍ୟେକ ଧନ୍ୟ ଯେ ଆମମାନେ ଯାଜକୀୟ ଆଉ ରାଜକୀୟ ବର୍ଗ ଅଟୁ। ଆଉ ସେଥିପାଇଁ ଆମମାନଙ୍କର ଅଭିଷିକ୍ତ ହେବା ଆବଶ୍ୟକ। ପ୍ରଭୁଙ୍କର ଅନୁଗ୍ରହ ଦ୍ୱାରା ପ୍ରଭୁ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ଅଭିଷେକ ଆମ ପ୍ରତ୍ୟେକଙ୍କ ଜୀବନରେ ଦେଇଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ନାମ ଧନ୍ୟବାଦ ହେଉ। ଶେଷ ପଦ ଆମେ ଦେଖିବା ଯେ ପରିତ୍ରାଣ ରୂପ ବସ୍ତ୍ର ଆମ ପ୍ରତ୍ୟେକଙ୍କୁ ପରିଧାନ କରିବା ଆବଶ୍ୟକ। ଯେ ପ୍ରକାର ସେଦିନ ଋତ ତାଙ୍କର ବସ୍ତ୍ରକୁ ପରିଧାନ ଥିଲେ, ତାଙ୍କର ବସ୍ତ୍ରକୁ ସେ ପରିବର୍ତ୍ତନ କରିଥିଲେ, ସେଇ ପ୍ରକାର ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମମାନେ ମଧ୍ୟ ଖ୍ରୀଷ୍ଟଙ୍କୁ ବସ୍ତ୍ର ରୂପେ ପରିଧାନ କରିବା ନିମନ୍ତେ ବାକ୍ୟ ଆମମାନଙ୍କୁ ପ୍ରକାଶ କରେ। ସେଥିପାଇଁ ଆମମାନେ ଆଉ ନିଜେ ନିଜେ ପ୍ରଭୁଙ୍କୁ ଖ୍ରୀଷ୍ଟ ରୂପେ ଆମମାନେ ଆଉ ନିଜର ବସ୍ତ୍ର ରୂପେ ଆମମାନେ ପରିଧାନ କରିବା, ପରିତ୍ରାଣର ବସ୍ତ୍ର ରୂପେ ଆମମାନେ ପରିଧାନ କରିବା। ତେବେ ଯାଇ ଆମମାନେ ଖ୍ରୀଷ୍ଟଙ୍କ ସହିତ ମିଳନ ହେଇପାରିବା। କାରଣ ଆମମାନେ ମଧ୍ୟ ଦେଖୁଛୁ ଯେ ଯେତେବେଳେ ଅପବ୍ୟ ପୁତ୍ର ଫେରି ଆସିଲେ ପିତାଙ୍କ ନିକଟକୁ, ସେ କି ପ୍ରକାର ବସ୍ତ୍ର ପିନ୍ଧିଥିଲେ ବାକ୍ୟ ତାହା ପ୍ରକାଶ କରେ ନାହିଁ, କିନ୍ତୁ ପିତା ତାଙ୍କୁ ଗୋଟେ ଉତ୍ତମ ବସ୍ତ୍ର ପରିଧାନ କରିବା ପାଇଁ ତାଙ୍କୁ ଦେଇଅଛନ୍ତି। ସେଇ ପ୍ରକାର ପ୍ରଭୁ ଆମମାନଙ୍କ ଜୀବନରେ ଆମମାନଙ୍କର ସମସ୍ତ ପାପ ଧୌତ କରି ତାଙ୍କର ପରିତ୍ରାଣର ବସ୍ତ୍ର ଆମମାନଙ୍କ ଜୀବନରେ ଦେଇଅଛନ୍ତି। ଆମେ ତାହା କି ପ୍ରକାର ଧରି ରଖିଛୁ ତାହା ଆମମାନେ ନିଜେ ନିଜେ ଭାବିବା ଏବଂ ଚିନ୍ତା କରିବା। କାରଣ ଭୋଜ ସମୟରେ ଯେତେବେଳେ ପିତା ଆସି ଦେଖିବେ ଯେ ଯଦି ଆମମାନେ ବିବାହିତ ବସ୍ତ୍ର ପରିଧାନ କରିନାହୁଁ, ଖ୍ରୀଷ୍ଟଙ୍କ ବସ୍ତ୍ର ପରିଧାନ କରିନାହୁଁ, ତେବେ ଆମମାନେ ସେଇ ସ୍ୱର୍ଗ ରାଜ୍ୟରେ ବା ସେ ଭୋଜରେ ଆମମାନେ ପ୍ରବେଶ କରିପାରିବା ନାହିଁ। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ଏ ଯେ ବିଜାତି ସ୍ତ୍ରୀ ର ଜୀବନରୁ ଆମମାନେ ଏଇ ଶିକ୍ଷା ଲାଭ କରୁଛୁ। ଯେତେବେଳେ ଆମମାନେ ପ୍ରଭୁଙ୍କ ଠାରେ ନିଜକୁ ଉତ୍ସର୍ଗୀକୃତ କରୁଛୁ, ତାଙ୍କ ଆଜ୍ଞା ପ୍ରମାଣେ ଚାଲୁଛୁ, ତାଙ୍କୁ ପ୍ରେମ କରୁଛୁ, ପୁଣି ତାଙ୍କର ଅଧୀନତା ସ୍ୱୀକାର କରୁଛୁ, ପୁଣି ତାଙ୍କୁ ପାଇବା ପାଇଁ ଆମେ ଏଇ ସବୁ ବିଷୟ କରିଦେଇ ଯେବେ ତାଙ୍କ ନିକଟକୁ ଯାଉଛୁ, ନିଶ୍ଚୟ ଆମମାନଙ୍କର ଜୀବନ କେବଳ ଶାରୀରିକ ଆଶୀର୍ବାଦ ନୁହେଁ, ଜାଗତିକ ଆଶୀର୍ବାଦ ନୁହେଁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦ ଯୁକ୍ତ କରିବେ। କାରଣ ଗୋଟାଏ ବିଧବା ଯାହାର ଫ୍ୟୁଚର କିଛି ନାହିଁ, ଜିରୋ ବୋଲି ଆମେ ଦେଖୁଛୁ ତାର ଭବିଷ୍ୟତ, ଗୋଟେ ବିଜାତି ସ୍ତ୍ରୀ ଲୋକ, କିନ୍ତୁ ଯେତେବେଳେ ପ୍ରଭୁଙ୍କ ମଧ୍ୟ ଦେଇ ସେ ଗୋଟେ ପରମେଶ୍ୱରଙ୍କର ଲୋକଙ୍କ ମଧ୍ୟ ଦେଇ ଯେତେବେଳେ ଯାଉଛି, ଆଉ ଆମମାନେ ଜାଣୁଛୁ ତାଙ୍କର ମାନେ ସେ ଦାଉଦ ରାଜାଙ୍କର ବଂଶଧର, ମାନେ ତାଙ୍କରି ବଂଶରେ ଦାଉଦ ରାଜା ଜନ୍ମ ହୋଇଥିଲେ, ଆଉ ସେ ଦାଉଦ ରାଜାଙ୍କ ବଂଶରେ ଆମମାନଙ୍କର ତ୍ରାଣକର୍ତ୍ତା ଖ୍ରୀଷ୍ଟ ମଧ୍ୟ ଜନ୍ମ କରିଥିଲେ। ସେଥିପାଇଁ ପ୍ରଭୁଙ୍କର ମହାନ ନାମ ଧନ୍ୟବାଦ ହେଉ। ଆମମାନଙ୍କୁ ପ୍ରଭୁ ସବୁ ଅବସ୍ଥାରେ ସବୁ ବିଷୟରେ ଶିକ୍ଷା ଦିଅନ୍ତି। ଆଉ ଆଜି ଏଇ ବାକ୍ୟରେ ମଧ୍ୟ ଆମ ପ୍ରତ୍ୟେକଙ୍କୁ କଥା କୁହନ୍ତୁ, ଆମମାନଙ୍କର ଜୀବନକୁ ଆମମାନେ ସଜାଡ଼ିବା, ପ୍ରଭୁଙ୍କ ନିମନ୍ତେ ଉଚ୍ଛଦ ଜୀବନ କାଟିବା। ମୋ ନିମନ୍ତେ ମଧ୍ୟ ବିଶେଷ କରି ପ୍ରାର୍ଥନା କରୁଥିବେ। ମୁଁ ମଧ୍ୟ ଅନେକ ସମୟରେ ଦୁର୍ବଳତା ଅନୁଭବ କରୁଛି ଆତ୍ମିକ ଭାବରେ। ମୋ ନିମନ୍ତେ, ମୋର ପିଲାମାନଙ୍କ ନିମନ୍ତେ ବିଶେଷ କରି ପ୍ରାର୍ଥନା କରୁଥିବେ। ଆଉ କହୁ କହୁ ଯଦି କିଛି ଭୁଲ କରିଛି ଦୟାକରି କ୍ଷମା କରିବେ। ପ୍ରଭୁ ଏଇ ଅଳ୍ପ ଚିନ୍ତାରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।